2025 ମସିହା ଏପ୍ରିଲ ମାସ 27 ତାରିଖରେ ମୁକ୍ତିମୁଖ୍ୟ କ୍ଲାସରେ ଶ୍ରୀ ଭଗବାନ ପ୍ରଦାନ କରିଥିବା ଜ୍ଞାନର ଓଡ଼ିଆ ଅନୁବାଦ। ପ୍ରଥମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ କିଏ ଏବଂ କ'ଣ? ଶ୍ରୀ ଭଗବାନଙ୍କ ଉତ୍ତର, ଏହି ପ୍ରଶ୍ନ ଅନେକଙ୍କ ମନରେ ଅଛି। ଈଶ୍ୱର କିଏ, ଈଶ୍ୱର କ'ଣ? ମୁଁ ଯଥାସମ୍ଭବ ସରଳ ଉତ୍ତର ଦେବାକୁ ଚେଷ୍ଟା କରିବି। ଆମେ ଅଧିକ ଗଭୀରତାକୁ ଯିବା ନାହିଁ, ଏଥିପାଇଁ ବହୁତ ସମୟ ଲାଗିବ ଏବଂ ଏହା ଆପଣଙ୍କ ଉପରେ ଅତ୍ୟଧିକ ବୋଝ ହୋଇଯିବ। ତେଣୁ ମୁଁ ଏହାକୁ ସରଳ ରଖିବି। ଯାହା ଅଛି ସବୁ ହେଉଛନ୍ତି ଈଶ୍ୱର। ଏସବୁ ହେଉଛି ଅନନ୍ତ। ଏଥିରେ ଅନେକ ଲୋକ ଓ ଅନେକ ସତ୍ତା ଅଛନ୍ତି ଏବଂ ଅନେକ ଜିନିଷ ଘଟୁଛି। ସବୁକିଛି କମ୍ପିତ ହେଉଛି। ସମଗ୍ର ବ୍ରହ୍ମାଣ୍ଡ କମ୍ପିତ ହେଉଛି। ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ କମ୍ପିତ ହେଉଛି। ଚାବିକାଠି ହେଉଛି କମ୍ପନ। ବର୍ତ୍ତମାନ ଆପଣ ସେଠାରେ ଏକ ଛୋଟ ଉପାଦାନ ପରି ଅଛନ୍ତି ଏବଂ ଯଦି ଆପଣ କୌଣସି ଜିନିଷ ସହିତ ସଂଯୁକ୍ତ ହେବାକୁ ଚାହାନ୍ତି, ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିରେ କମ୍ପିତ ହେବାକୁ ପଡ଼ିବ, ଯାହା ସେହି ଜିନିଷର ଫ୍ରିକ୍ୱେନ୍ସି ସହିତ ମେଳ ଖାଉଥିବ। ତାହା ଆପଣଙ୍କ ଅନୁଭୂତି ହେବ। ସେହିପରି ଆପଣଙ୍କ ପାଇଁ ଭଗବାନ କ'ଣ, ଏହା ଆପଣଙ୍କ କମ୍ପନ ଓ ଫ୍ରିକ୍ୱେନ୍ସି ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ଆପଣ କିପରି କମ୍ପିତ ହେଉଛନ୍ତି ତାହା ଉପରେ ନିର୍ଭର କରି ଆପଣ କୌଣସି ଶକ୍ତି କିମ୍ବା କୌଣସି ଉତ୍ସ କିମ୍ବା କୌଣସି ଆଲୋକକୁ ଦେଖିପାରିବେ ଏବଂ ଅନୁଭବ କରିପାରିବେ। ସେହି ଉତ୍ସ ଅତ୍ୟନ୍ତ ଦୟାଳୁ, କରୁଣାମୟ, ସାହାଯ୍ୟକାରୀ। ଆପଣ ଏସବୁ ଦେଖିପାରିବେ। ଆପଣଙ୍କ କମ୍ପନ ଅନୁଯାୟୀ ସେହି ଉତ୍ସ ଭିନ୍ନ ଭିନ୍ନ ଦେଖାଯିବ। 10 ଜଣ ଲୋକ ସମାନ ଜିନିଷକୁ ଭିନ୍ନ ଭିନ୍ନ ରୂପରେ ଦେଖିପାରିବେ, କାରଣ ସେମାନେ ଭିନ୍ନ ଭିନ୍ନ ଭାବରେ କମ୍ପିତ ହେଉଛନ୍ତି। କେହି କରୁଣା ଭାବ ଦେଖିପାରନ୍ତି, କେହି ଦୟାଳୁ ଭାବ ଦେଖିପାରନ୍ତି। ଏସବୁ ସୁନ୍ଦର ଓ ଭଲ ଜିନିଷ। ତେଣୁ ଆପଣ କହିପାରିବେ ଯେ ଭଗବାନ ଭଲ ଅଟନ୍ତି। ଏପରି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କୁ ଅତ୍ୟନ୍ତ ବିଚାରଶୀଳ, ଅତ୍ୟନ୍ତ ନିଷ୍ଠୁର ଭାବରେ ଦେଖନ୍ତି, ଯିଏ ଦଣ୍ଡ ଦିଅନ୍ତି ଓ ଅନାବଶ୍ୟକ ଭାବରେ ପରୀକ୍ଷା କରନ୍ତି ବୋଲି ଦେଖନ୍ତି। ସେମାନେ ମଧ୍ୟ ତାଙ୍କୁ ଈଶ୍ୱର ଭାବରେ ବିବେଚନା କରନ୍ତି। ସେମାନେ ସେହି ପ୍ରକାର ଉତ୍ସର ସଂସ୍ପର୍ଶରେ ଆସିଥାନ୍ତି। ସେମାନଙ୍କର କମ୍ପନ ଫ୍ରିକ୍ୱେନ୍ସି ସେମାନଙ୍କୁ ତାହା ସହିତ ସଂଯୁକ୍ତ କରେ। ସେମାନେ ନିଜକୁ ମହାନ ଶିକ୍ଷକ ଏବଂ ପ୍ରକୃତରେ ଈଶ୍ୱରଙ୍କୁ ନିଷ୍ଠୁର, ଅତ୍ୟାଚାରୀ ଏବଂ ଉତ୍ପୀଡ଼କ ବୋଲି କୁହନ୍ତି। ପ୍ରକୃତିରେ ଜଣେ ପ୍ରଜାତି ଅନ୍ୟ ପ୍ରଜାତିକୁ ଖାଇଥାଏ ଏବଂ ତାକୁ ମଧ୍ୟ ଅନ୍ୟ ଏକ ପ୍ରଜାତି ଖାଇଥାଏ। ଯଦି ଆପଣ ପ୍ରକୃତିର ନିଷ୍ଠୁରତା ଉପରେ ନଜର ପକାଇବେ, ଏହା ଅସହ୍ୟ ଓ କଳ୍ପନାତୀତ। ତେଣୁ ସେମାନେ କୁହନ୍ତି ଭଗବାନ ନିଷ୍ଠୁର ଓ ଅତ୍ୟାଚାରୀ ଅଟନ୍ତି। ସେମାନେ ଏହିପରି ଭାବରେ ଈଶ୍ୱରଙ୍କୁ ଦେଖିଥାନ୍ତି ଏବଂ କୁହନ୍ତି ଈଶ୍ୱର ଖରାପ। ଏପରିକି କେହି ଶୈତାନ ଈଶ୍ୱର ବୋଲି କହିଥାନ୍ତି। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ସମ୍ପୂର୍ଣ୍ଣ ଉଦାସୀନ ଭାବରେ ଅନୁଭବ କରନ୍ତି। ସେମାନେ ଯନ୍ତ୍ରଣା ଭୋଗୁଛନ୍ତି, ସେମାନେ କଷ୍ଟରେ ଅଛନ୍ତି, ସମସ୍ତ ପ୍ରକାରର ପୂଜା କରୁଛନ୍ତି, ରୀତିନୀତି ପାଳନ କରୁଛନ୍ତି ଏବଂ ସମସ୍ତ ପ୍ରକାରର ତପସ୍ୟା ମଧ୍ୟ କରୁଛନ୍ତି। ତଥାପି ସେମାନଙ୍କ ଜୀବନରେ କିଛି ଘଟୁନାହିଁ ଏବଂ ସେମାନେ ଯନ୍ତ୍ରଣା ଭୋଗି ଚାଲିଛନ୍ତି। ତେଣୁ ସେମାନେ କୁହନ୍ତି ଯେ ଭଗବାନ ଉଦାସୀନ। ତେଣୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କୁ ଭଲ ବୋଲି କହନ୍ତି। କିଛି ଲୋକ ତାଙ୍କୁ ଖରାପ, କିଛି ଲୋକ କୁତ୍ସିତ ଏବଂ କିଛି ଲୋକ ତାଙ୍କୁ ଉଦାସୀନ ବୋଲି କହନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ କୁହନ୍ତି ଯେ ଈଶ୍ୱର ହେଉଛନ୍ତି ଶାନ୍ତ, ସେ ହେଉଛନ୍ତି ଆନନ୍ଦ ଓ ନିର୍ଗୁଣ। ତେଣୁ ଇତିହାସରେ ଏବଂ ବିଭିନ୍ନ ଦେଶରେ
ବିଭିନ୍ନ ସଂସ୍କୃତିରେ ଈଶ୍ୱରଙ୍କ ବିଭିନ୍ନ ସଂଜ୍ଞା ଅଛି। ଈଶ୍ୱରଙ୍କୁ ଅନେକ ଅନେକ ପ୍ରକାରରେ ଦେଖାଯାଏ। ତେଣୁ ପ୍ରଶ୍ନ ହେଉଛି ଆମେ କ'ଣ ଗ୍ରହଣ କରିବା ଉଚିତ? ଏହା ଆପଣଙ୍କ ଉପରେ, ଆପଣଙ୍କର ଫ୍ରିକ୍ୱେନ୍ସି ଉପରେ, ଆପଣ କିପରି ବିକଶିତ ହେଉଛନ୍ତି ଓ ଆପଣ କେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି ତାହା ଉପରେ ନିର୍ଭର କରେ। ଆପଣଙ୍କ ଫ୍ରିକ୍ୱେନ୍ସି ବଦଳୁଥାଏ। ଦୁଇ ଜଣ ବ୍ୟକ୍ତି ସମାନ ଫ୍ରିକ୍ୱେନ୍ସିରେ ହସିବେ, କିନ୍ତୁ ସେହି ଫ୍ରିକ୍ୱେନ୍ସି ଉପରେ ନିର୍ଭର କରି ଆପଣଙ୍କ ଅନୁଭବ ହେବ ତାହା ଆପଣଙ୍କର ସତ୍ୟ। ଆପଣ ନିଜ ସତ୍ୟକୁ ଅନୁସରଣ କରିବା ଉଚିତ। ସେହିଠାରେ ହିଁ ଆପଣ ଅଛନ୍ତି। ସବୁକିଛି ଠିକ୍ ଅଛି। ଯଦି ଯନ୍ତ୍ରଣା ଅଛି, ଠିକ୍ ଅଛି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କୁହନ୍ତି ଯେ ଯନ୍ତ୍ରଣା ଭଲ। ସେମାନେ କୁହନ୍ତି ଯେ ଆମେ ଦୁଃଖ ଚାହୁଁଛୁ। ଦୁନିଆରେ ସବୁ ପ୍ରକାର ଲୋକ ଅଛନ୍ତି। ଆପଣ ହୁଏତ ସେମାନଙ୍କୁ ଭେଟି ନଥିବେ। ଯେତେବେଳେ ଆପଣ ନିଜ ଈଶ୍ୱରଙ୍କୁ ଏକମାତ୍ର ଈଶ୍ୱର ବୋଲି ଅନ୍ୟ କାହା ଉପରେ ଲଦି ଦିଅନ୍ତି, କେବଳ ତାଙ୍କୁ ଅନୁସରଣ କରିବାକୁ ପଡ଼ିବ ବୋଲି କୁହନ୍ତି, ସେତେବେଳେ ସବୁକିଛି ଖରାପ ହେବାକୁ ଲାଗେ। ସେ ହେଉଛନ୍ତି ଆପଣଙ୍କର ଈଶ୍ୱର। ସେଥିପାଇଁ ଆମେ ପ୍ରଥମରୁ କହୁଛୁ ନିଜ ଈଶ୍ୱରଙ୍କୁ ନିଜେ ସୃଷ୍ଟି କରନ୍ତୁ। ଆପଣଙ୍କର ଯାହା ଅନୁଭବ ଅଛି ତାହା ହିଁ ଆପଣଙ୍କ ଈଶ୍ୱର। ଆପଣ ସମସ୍ତଙ୍କୁ ଡାକି କହିବା ଉଚିତ ନୁହେଁ ଯେ ଆସନ୍ତୁ, ଏ ହେଉଛନ୍ତି ଏକମାତ୍ର ଭଗବାନ। ଆପଣ ତାଙ୍କୁ କହିପାରିବେ ଯେ ଏ ହେଉଛନ୍ତି ମୋର ଈଶ୍ୱର। ଯଦି ଆପଣ ଏହାଙ୍କୁ ଗ୍ରହଣ କରିପାରୁଛନ୍ତି ତ ଗ୍ରହଣ କରନ୍ତୁ, ନହେଲେ ଛାଡ଼ି ଦିଅନ୍ତୁ। ଆପଣ ନିଜ ଈଶ୍ୱରଙ୍କୁ ତାଙ୍କ ଉପରେ ଲଦି ଦେବା ଉଚିତ ନୁହେଁ, କାରଣ ଈଶ୍ୱର ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଅଟନ୍ତି। ତେଣୁ ଈଶ୍ୱର ହେଉଛନ୍ତି ଏହିପରି ଏବଂ ସେ କ'ଣ ତାହା ଆପଣଙ୍କ ଉପରେ ନିର୍ଭର କରେ। ନିଜ ଈଶ୍ୱରଙ୍କୁ ସୃଷ୍ଟି କରିବା ଆପଣଙ୍କ ଉପରେ ନିର୍ଭର କରେ। ଆପଣ ଯାହା ଚାହିଁବେ ତାହା ସୃଷ୍ଟି କରିପାରିବେ। ଆପଣ ଏକ ନିଷ୍ଠୁର ଈଶ୍ୱରଙ୍କୁ ସୃଷ୍ଟି କରିପାରିବେ, ଯିଏ ଆପଣଙ୍କୁ ନିଜକୁ ବଳିଦାନ ଦେବାକୁ କହିପାରନ୍ତି, ଯିଏ ଆପଣଙ୍କୁ କହିପାରନ୍ତି ଯେ ଉପର ମହଲାରୁ ଡେଇଁ ପଡ଼ି ମରିଯାଆନ୍ତୁ, ଏବଂ ଏପରି ହୋଇପାରେ। ଏହା ହେଉଛି ବ୍ରହ୍ମାଣ୍ଡର ସୌନ୍ଦର୍ଯ୍ୟ। ବ୍ରହ୍ମାଣ୍ଡ ନିୟନ୍ତ୍ରଣ କରୁଥିବା କୌଣସି ଏକକ ଈଶ୍ୱର ନାହାନ୍ତି। ବ୍ରହ୍ମାଣ୍ଡ ଅଛି, କିନ୍ତୁ ସେଥିରେ ଅନେକ ଜିନିଷ ଅଛି। ଏହା ନିର୍ଭର କରେ ଆପଣ କ'ଣ ପ୍ରତି ଟ୍ୟୁନ୍ ହେଉଛନ୍ତି। ଯଦି ଆପଣ ଆଧ୍ୟାତ୍ମିକ ଇତିହାସକୁ ଯାଆନ୍ତି, ତେବେ ଆପଣ ବିଭିନ୍ନ ଈଶ୍ୱରଙ୍କୁ ବିଭିନ୍ନ ସଂସ୍କୃତିରେ ପାଇବେ। କିଛି ଆପଣଙ୍କୁ ଭଲ ଲାଗିପାରନ୍ତି, କିଛି ଆପଣଙ୍କୁ ଭଲ ଲାଗି ନପାରନ୍ତି। ତେଣୁ ଆମେ ଏହା ଭିତରକୁ ଯିବୁ ନାହିଁ, କାରଣ ଯଦି ମୁଁ ଏହା ଭିତରକୁ ଅଧିକ ଗଭୀରତାକୁ ଯିବି, ତେବେ ଆପଣ ବିଚଳିତ ହେବେ। ଆପଣ ଯେତେବେଳେ ଅଧିକ ଉନ୍ନତି କରିବେ, ମୁଁ ସେତେବେଳେ ଅଧିକ କଥା ସବୁ କହିବି। ସେ ପର୍ଯ୍ୟନ୍ତ ମୁଁ ଅଧିକ କଥା କହିପାରିବି ନାହିଁ। ଏପରିକି ସ୍ୱଇଚ୍ଛା ବିଷୟରେ କହିବୁ କି ନାହିଁ, ଆମେ କିଛି ସମୟ ପାଇଁ ଅପେକ୍ଷା କରିଥିଲୁ, କିନ୍ତୁ ସମ୍ପୂର୍ଣ୍ଣ ଜୀବନ୍ମୁକ୍ତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅନ୍ୟ କୌଣସି ଉପାୟ ନଥିବାରୁ ଆମେ ଏହା ବିଷୟରେ କଥା ହେବା ଆରମ୍ଭ କଲୁ। କିଛି ଲୋକ ଏହାକୁ ଭଲ ଭାବରେ ଗ୍ରହଣ କଲେ ଏବଂ ସେମାନେ ଜୀବନ୍ମୁକ୍ତ ହେଲେ। ତଥାପି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାଦ୍ୱାରା ବିଚଳିତ ହେଲେ। ତେଣୁ ଆମେ ଭଗବାନଙ୍କ ବିଷୟରେ ଅଧିକ ଗଭୀରତାକୁ ଯାଇପାରିବା ନାହିଁ, କାରଣ ଆପଣ ପରିବାରର ଲୋକଙ୍କ ଦ୍ୱାରା, ଦୁନିଆର ଚିନ୍ତାଧାରା ଦ୍ୱାରା ବିଚଳିତ ହେବେ। ଆମକୁ ଆପଣଙ୍କର ସନ୍ତୁଳନ ବଜାୟ ରଖିବାକୁ ପଡ଼ିବ। ତେଣୁ ଆମେ ଏହାଠାରୁ ଆଗକୁ ଯିବୁ ନାହିଁ। ଦ୍ୱିତୀୟ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଚୈତନ୍ୟର ଅର୍ଥ କ'ଣ? ଶ୍ରୀ ଭଗବାନଙ୍କ ଉତ୍ତର, ଯାହା ସବୁ ଅଛନ୍ତି ତାହା ହେଉଛନ୍ତି ଈଶ୍ୱର, ତାହା ମଧ୍ୟ ହେଉଛନ୍ତି ଚୈତନ୍ୟ। ଏହି ଆଧାରରେ ଆପଣ କହିପାରିବେ ଯେ ଈଶ୍ୱର ଏବଂ ଚୈତନ୍ୟ ଉଭୟ ସମାନ। ଯଦି ଆପଣ ଚୈତନ୍ୟକୁ ପର୍ଯ୍ୟବେକ୍ଷଣ କରିବେ, ଏଥିରେ ମୂଳତଃ ତିନୋଟି ଉପାଦାନ ରହିଛି: ପର୍ଯ୍ୟବେକ୍ଷକ,
ଯିଏ ହେଉଛନ୍ତି ଆପଣ ପର୍ଯ୍ୟବେକ୍ଷଣ କରିବାର ପ୍ରକ୍ରିୟା ଏବଂ ପର୍ଯ୍ୟବେକ୍ଷିତ। ଆମେ ଅନେକ ସମୟରେ ଏଥିପାଇଁ ଦ୍ରଷ୍ଟା, ଦେଖିବା ଓ ଦୃଶ୍ୟ ଶବ୍ଦ ଗୁଡ଼ିକର ପ୍ରୟୋଗ କରିଥାଉ। ପର୍ଯ୍ୟବେକ୍ଷକ ହେଉଛନ୍ତି ଚୈତନ୍ୟ, ପର୍ଯ୍ୟବେକ୍ଷଣ କରିବାର ପ୍ରକ୍ରିୟା ହେଉଛି ଚୈତନ୍ୟ ଏବଂ ଯାହା ପର୍ଯ୍ୟବେକ୍ଷିତ ହେଉଛି ତାହା ମଧ୍ୟ ହେଉଛି ଚୈତନ୍ୟ। ପର୍ଯ୍ୟବେକ୍ଷକ ଯିଏ ଆପଣ, ସେ ହେଉଛନ୍ତି ଚୈତନ୍ୟ। ଆପଣଙ୍କ ପର୍ଯ୍ୟବେକ୍ଷଣ କରିବାର ପ୍ରକ୍ରିୟା ହେଉଛି ଚୈତନ୍ୟ ଏବଂ ଯାହା ପର୍ଯ୍ୟବେକ୍ଷିତ ହେଉଛି ତାହା ଏକ ବୃକ୍ଷ ହୋଇପାରେ, ତାହା ମଧ୍ୟ ହେଉଛି ଚୈତନ୍ୟ। ଏହି ସମସ୍ତ ତିନୋଟି ହେଉଛନ୍ତି ଚୈତନ୍ୟ। ଯେତେବେଳେ ଆପଣ ଏହି ତିନୋଟିକୁ ପରସ୍ପର ଅସଂଯୁକ୍ତ ଏବଂ ଭିନ୍ନ ଥିବାର ଦେଖନ୍ତି, ଆପଣ ମାୟାର ବନ୍ଧନରେ ଥାଆନ୍ତି। ଆପଣ କଳ୍ପନା ଓ ମାୟାର ଜାଲରେ ଛନ୍ଦି ହୋଇଥାନ୍ତି। ମାତ୍ର ଯେତେବେଳେ ଆପଣ ମାୟାର ବନ୍ଧନରୁ ମୁକ୍ତ ହେବେ, ଆପଣ ଜାଣିପାରିବେ ଯେ ପର୍ଯ୍ୟବେକ୍ଷକ, ପର୍ଯ୍ୟବେକ୍ଷଣ କରିବାର ପ୍ରକ୍ରିୟା ଏବଂ ପର୍ଯ୍ୟବେକ୍ଷିତ ଏ ସମସ୍ତେ ହେଉଛନ୍ତି ଏକ ଏବଂ ସମାନ। ଏ ସମସ୍ତେ ହେଉଛନ୍ତି ଅଭିନ୍ନ। ଏହା ହିଁ ହେଉଛି ଚୈତନ୍ୟ। ଚୈତନ୍ୟ ଠାରୁ ଭିନ୍ନ କିଛି ମଧ୍ୟ ନାହିଁ। କେତେଜଣ ଭାବନ୍ତି ଏହା ମସ୍ତିଷ୍କ ଦ୍ୱାରା ସୃଷ୍ଟ, ଆଉ କେତେଜଣ କୁହନ୍ତି ଏହା ମସ୍ତିଷ୍କର ବାହାରେ ଅବସ୍ଥିତ। କିନ୍ତୁ ବାସ୍ତବରେ ଚୈତନ୍ୟ ହେଉଛି ଏ ଉଭୟ ସହିତ ସଂଶ୍ଳିଷ୍ଟ। ବାସ୍ତବରେ ସବୁକିଛି ହେଉଛି ଚୈତନ୍ୟ। ଏହା ମହାକାଶ ସଦୃଶ, ଏହା ସର୍ବତ୍ର ବିଦ୍ୟମାନ। ମନେ କରନ୍ତୁ ଏକ ପାତ୍ର ଅଛି, ଏହା ମଧ୍ୟରେ କିଛି ସ୍ଥାନ ଅଛି। ଯଦି ଆପଣ ଏହି ପାତ୍ରଟିକୁ ସ୍ଥାନାନ୍ତରିତ କରିବେ, ତେବେ କଳ୍ପନା କରିବେ ଯେ ଏହା ମଧ୍ୟରେ ଥିବା ସ୍ଥାନ ମଧ୍ୟ ସ୍ଥାନାନ୍ତରିତ ହେଉଛି। ମାତ୍ର ସତରେ କ'ଣ ଏହି ସ୍ଥାନର ସ୍ଥାନାନ୍ତରୀକରଣ ସମ୍ଭବ? ନା, ଠିକ୍ ସେହିପରି ଚୈତନ୍ୟର ମଧ୍ୟ ସ୍ଥାନାନ୍ତରୀକରଣ ହୁଏ ନାହିଁ, ଏହା ସେହିପରି ରହିଥାଏ। ମନେ କରନ୍ତୁ ପାତ୍ରଟିରେ ଆପଣ କିଛି ଜିନିଷ ରଖିଛନ୍ତି ଏବଂ ଆପଣ ଏହାକୁ ଭାଙ୍ଗିଦେଲେ, ତେବେ ଏଥିରେ ଥିବା ଜିନିଷ ଗୁଡ଼ିକ ମହାକାଶକୁ ନିକ୍ଷେପିତ ହୁଅନ୍ତି। ଆପଣ ମଧ୍ୟ ଏକ ପାତ୍ର ପରି। ଯେତେବେଳେ ଆପଣ ଭାଙ୍ଗି ଯାଆନ୍ତି, ଅର୍ଥାତ୍ ଆପଣଙ୍କର ମୃତ୍ୟୁ ହୁଏ, ଆପଣଙ୍କ ମଧ୍ୟରେ ଥିବା ସବୁକିଛି ମଧ୍ୟ ମହାକାଶର ଅନ୍ତର୍ଭୁକ୍ତ ହୋଇଯାଏ। ଏହି ପାତ୍ରଟି ହେଉଛି ମୂଳତଃ ଆପଣଙ୍କର ମସ୍ତିଷ୍କ, ଯାହା ଏହିସବୁ ଜିନିଷକୁ ଧରି ରଖିଛି। ମାତ୍ର ଏହା ମଧ୍ୟ ଆପଣଙ୍କର ନିଜସ୍ୱ ମହାକାଶ। ତେଣୁ ମସ୍ତିଷ୍କ କେବଳ ଏକ ଫିଲ୍ଟର ସଦୃଶ କାର୍ଯ୍ୟ କରିଥାଏ। ମସ୍ତିଷ୍କର ବାହାରେ ବହୁତ କିଛି ରହିଛି, ଏହା କେବଳ ସେଥିରୁ କିଛି ଫିଲ୍ଟର କରିଥାଏ। ମସ୍ତିଷ୍କ କେବେ ହେଲେ କିଛି ସୃଷ୍ଟି କରିନଥାଏ। ମସ୍ତିଷ୍କ ମଧ୍ୟକୁ ଯାହା ପ୍ରବାହିତ ହୋଇଥାଏ, ଏହା ତାହାକୁ ଫିଲ୍ଟର ହିଁ କରିଥାଏ। ମସ୍ତିଷ୍କ ଭିତରେ ମଧ୍ୟ ମହାକାଶ ଥାଏ। ମହାକାଶ ସର୍ବତ୍ର ବିଦ୍ୟମାନ। ଚୈତନ୍ୟର ଉତ୍ସ ମଧ୍ୟ ସର୍ବତ୍ର ବିଦ୍ୟମାନ। ମସ୍ତିଷ୍କ ମଧ୍ୟ ହେଉଛି ଏକ ଉତ୍ସ। କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ କାହାକୁ ଆପଣ ଚୈତନ୍ୟ ବୋଲି କହୁଛନ୍ତି, ତାହା ହେଉଛି ଏମିତି କିଛି ଯାହାକୁ ମସ୍ତିଷ୍କ ଅନୁମତି ଦେଇ ଏବଂ ଅନ୍ୟମାନଙ୍କୁ ଅନୁମତି ନ ଦେଇ କୌଶଳତାପୂର୍ବକ କାର୍ଯ୍ୟ କରିଥାଏ। ଯଦି ଏହା ସବୁକିଛିକୁ ଆସିବାକୁ ଅନୁମତି ପ୍ରଦାନ କରିଦେବ, ତେବେ ଆପଣ ଆଉ କାର୍ଯ୍ୟକ୍ଷମ ହୋଇ ରହିପାରିବେ ନାହିଁ। ସେତେବେଳେ ଆପଣ ଆପଣଙ୍କର ସମସ୍ତ ପୂର୍ବ ଜନ୍ମଗୁଡ଼ିକୁ, ସମସ୍ତ ଲୋକଗୁଡ଼ିକୁ ଏକତ୍ରିତ ଏକ ସମୟରେ ଦେଖିପାରିବେ। ସେପରି ହେଲେ ଆପଣ କ'ଣ କରିବେ? କାରଣ ସବୁକିଛି ହେଉଛି କେବଳ ମାୟା। ବର୍ତ୍ତମାନ ଆମେ ଜଣେ ଭଦ୍ରବ୍ୟକ୍ତିଙ୍କୁ ଦେଖିଲେ, ଚଳନ୍ତା ଟ୍ରେନ୍ ତଳୁ ଯାହାଙ୍କର ଜୀବନ ରକ୍ଷା ହେଲା। ଏହା କିପରି ସମ୍ଭବ ହେଲା? କାରଣ ସବୁକିଛି ହେଉଛି ମାୟା। ମାୟାରେ ଆପଣ କିଛି ବି କରିପାରିବେ। ଟ୍ରେନ୍ ତଳେ ଏହା ମାୟା ହିଁ ଥିଲା। ତେଣୁ ଏହି ମାୟାକୁ ହିଁ ଟ୍ରେନ୍ ତଳୁ କଢ଼ାଯାଇଥିଲା ଓ ସେ ବ୍ୟକ୍ତିଙ୍କୁ ରକ୍ଷା କରାଯାଇଥିଲା। ସମସ୍ତ ଚମତ୍କାର ଏହିପରି ହୋଇଥାଏ। ଏସବୁ ଅସ୍ୱାଭାବିକ, କିନ୍ତୁ ଆପଣଙ୍କ ନିମନ୍ତେ ଏହିସବୁ ସମ୍ପୂର୍ଣ୍ଣ ଭୌତିକ ଏବଂ ବାସ୍ତବିକ ହୋଇଥାଏ। କିନ୍ତୁ
आम दृष्टिकोणरे यह केवल मात्र माया। आमे आउ अधिक गभीरता को जीवा नहीं। मु पुनर्बार आपण को कहूछि किछि उत्तर पाई आमे अधिक गभीरता को जीवा अनुचित, कारण यह को ग्रहण करने निमंते आपण प्रस्तुत नहांती। जदि आमे एपरी करिबु तेबे आपणकर संपूर्ण मूलदुआ धारणा विश्वास ईश्वर और सबकिछि भांगी जीव। सेपरु हेउ बोली आमे चाहू नाहु। आपणकर परिवार अछि, लोक माने अछंती, जीविका अछि, तेणु आपण को बंचिबाकु हेबो। सेथिपाई सीमार आवश्यकता अछि। मु आपण को एहा मध्यरु बाहर करी आनिबि नाही। मु एपरि करि पारि थांती जदि आपण जने सन्यासी होई थांते, बा जदि आपण सत्य लोकरे कौनसी एक प्रक्रिया रे जोग देई थांते, नचेत एही सीमा गुड़िक निमंते बहुत सतर्क रहिबा उचित। अनेक समय मु दुखित हुए, कारण स्व इच्छा बोली किछि नाही। एही संपर्क रे शिक्षा देबा परे किछि लोक यार भूल समीक्षा करिले एवं सेमाने आउ आसु नाहांती। मात्र जो माने एही शिक्षा को सठिक भाव में ग्रहण करिले सेमाने जीवन मुक्तिर स्थिति प्राप्त करि पारिले। ठीक सही परी जदि आपण ईश्वर को अधिक गभीरतार सहित जानिबा को चेष्टा करिवे तेबे आपण भयभीत होई जिवे। जदि मु चैतन्य संबंध रे अधिक कहिबी तेबे आपण यह को नियंत्रण करि परिबे नाही। आमे सेपरी किछि भी कहिबु नाही जहा को आपण संभाली परिबे नाही। तेणु मु यह को एही ठारे ही रखुछि एवं आपण को आपणकर मायर स्थिति रे रहिबार अनुमति देउछि। समस्त मिथ्यारे रहिबार अनुमति देउछि, कारण यह आपणक पई निरापद अटे। आपण सेही स्तर रे अछंती, मात्र आपण यह कहबा उचित नुहे जे यह ही अंतिम सत्य अटे। मु केवल यह ही चेताई देबाकु चाहे, काली जेतेबेले उचित समय आसीबो एवं आपण प्रस्तुत होई जिवे मु ए संपर्क रे अधिक कहिबी। मात्र से पर्यंत आमे सीमा लंघन करिबा ठीक नुहे। तृतीय प्रश्न, प्रिय श्री भगवान, आमे लोक मानकु आनंदर स्थिति हस्तांतर करुछु। एहाकु थरे देबा द्वारा कौन सही व्यक्तिंकर स्थिति बदली जीव ना मोते तांकु एहा बारंबार देबाकु पड़िबो? आमे किपरि जानिबु जे से व्यक्तिंकर स्थिति बदलु अछि? श्री भगवान को उत्तर, किछि लोक गोटिए हस्तांतर रे परिवर्तित होई जिवे। से भली उदाहरण अछि। सेपरि अनेक लोक अछंती एवं एपरि किछि लोक मध्य अछंती जो मानक ठारे किछि परिवर्तन देखिबाकू आपनकु 100 थर स्थिति हस्तांतर करिबाकू पड़ी पारे। सबु लोक समान नुहंती, सेमाने भिन्न भिन्न अटंती। बहुत गुड़िए चक्र अछि जो गुड़िक भिन्न भिन्न भाव में कार्य करती। अनेक प्रोग्राम चली, समग्र ब्रह्मांड सेमानक उपरे कार्य करुछि। यह आपणक उपरे जेपरि कार्य करिबो ताहा अन्यमानक पई भिन्न हेबो। समस्त ग्रह मध्य आपणक उपरे कार्य करुछंती, किंतु लोक माने भिन्न भिन्न अटंती। यह किपरि कार्य करिबो ताहा व्यक्ति विशेषक उपरे निर्भर करे। आमे किपरि जानिबा जे स्थानांतर प्रभावशाली हेउछि बोली? प्रथम कथा, सही व्यक्ति आउ आघात पाइबे नाही। ताहा कौन सी शिक्षा को उपयोग न करी बा सबकिछि स्वयंचालित न कही बा अन्य किछि न करी। जदि आपण शिक्षा को उपयोग करती किछि भूल नुहे, किंतु एठारे कौन सी शिक्षार उपयोग न करी किछि भी न करी आपण आघात पाइबे नाही। आघात पाइबा हेउछि एक स्वभाव, यह एक दक्षता, ताहा चली जीव। जदि केही आसी आपण को कहंती जे आपण जने दुर्बृत्त, आपण जने कुटिल व्यक्ति, आपण मूर्ख, ताहा सेठारे ही कौन सी प्रतिक्रिया बिना समाप्त होई जीव। सेही स्वभाव सेठारु चली जीव जहा आपण को भीतरे अछि एवं आपण को निर्यातना देउछि।
ଦ୍ୱିତୀୟ କଥା ହେଲା ଆପଣ ଲୋକମାନଙ୍କୁ ମୂଲ୍ୟାଙ୍କନ କରିବା ବନ୍ଦ କରିଦେବେ। ଆପଣ ସବୁବେଳେ ସବୁ ସମୟରେ ସମସ୍ତଙ୍କୁ ଖାଲି ମୂଲ୍ୟାଙ୍କନ ହିଁ କରୁଛନ୍ତି। ଆପଣଙ୍କ ଶାଶୁଙ୍କୁ, ଶ୍ୱଶୁରଙ୍କୁ, ସ୍ୱାମୀଙ୍କୁ, ପତ୍ନୀଙ୍କୁ, ପିଲାମାନଙ୍କୁ, ସହକର୍ମୀମାନଙ୍କୁ, ଉପରିସ୍ଥ ଅଧିକାରୀଙ୍କୁ ଓ ପ୍ରତ୍ୟେକ ଲୋକମାନଙ୍କୁ ମୂଲ୍ୟାଙ୍କନ କରୁଛନ୍ତି। ଏବେ ସେହି ସ୍ୱଭାବ ମଧ୍ୟ ଚାଲିଯିବ। ଆପଣ ଜଣେ ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କ ସହିତ କିପରି ଆଚରଣ କରିବେ, ତାଙ୍କ ପ୍ରତି ଆପଣଙ୍କର କେବଳ ସ୍ନେହ ଏବଂ କରୁଣା ଭାବ ରଖନ୍ତୁ, କିନ୍ତୁ ତାଙ୍କର ମୂଲ୍ୟାଙ୍କନ କରନ୍ତୁ ନାହିଁ। କୌଣସି ଶିକ୍ଷାକୁ ବ୍ୟବହାର ନ କରି ଆପଣ ଏହା କରିପାରିବେ। ଆପଣ କହିପାରିବେ ଯେ ଠିକ୍ ଅଛି, ଏହିସବୁ କାରଣ ତାଙ୍କ ଉପରେ କାମ କରୁଥିବାରୁ ସେ ଦାୟୀ ନୁହନ୍ତି, ସେ ଏପରି ବ୍ୟବହାର କରିପାରିବା ଲୋକ ନୁହନ୍ତି। ଆପଣ ଲୋକମାନଙ୍କର ମୂଲ୍ୟାଙ୍କନ କରିବେ ନାହିଁ। ଆପଣ ଏକ ସୁନ୍ଦର ଫୁଲକୁ ଦେଖୁଥିବା ବେଳେ କେବଳ ଦେଖି ଚାଲିବେ। ଯେପର୍ଯ୍ୟନ୍ତ କେହି ଆସି ସେ ଫୁଲ ବିଷୟରେ କିଛି ନ ପଚାରିଛନ୍ତି, ଆପଣ ସେହି ଫୁଲଟିକୁ ଦେଖିବାକୁ ଉପଭୋଗ କରି ଚାଲିବେ। ଧରାଯାଉ ଜଣେ ଯୁବକ ଏକ ସୁନ୍ଦରୀ ଯୁବତୀକୁ ଦେଖନ୍ତି, ସେ ତା ଆଡ଼କୁ ଚାହିଁ ରୁହନ୍ତି। ମୁଁ ପ୍ରକୃତରେ ମୋର ନିଜ ଆଖିରେ ବଡ଼ ସହରର ଜଣେ ବ୍ୟକ୍ତିଙ୍କୁ ଦେଖିଲି। ପ୍ରକୃତରେ ଜଣେ ସୁନ୍ଦରୀ ମହିଳା ଚାଲି ଚାଲି ଯାଉଥିବାର ମୁଁ ଦେଖିଲି। ଅନ୍ୟ ଜଣେ ପୁରୁଷ ତାଙ୍କ ଆଡ଼କୁ ଚାହିଁ ଚାଲୁଥିଲେ। ମୁଁ ଚକିତ ହୋଇଯାଇଥିଲି ଯେ ହୁଏତ ଯେକୌଣସି ସମୟରେ ଏକ ଦୁର୍ଘଟଣା ହୋଇଯାଇପାରେ, କାରଣ ସେ ମହିଳାଙ୍କୁ ଚାହିଁ ଚାହିଁ ପଛକୁ ଚାଲୁଥିଲେ। ଏହି ସମୟରେ ଆପଣ ତାଙ୍କୁ ପଚାରିଲେ ସେ କ'ଣ କିଛି ଉତ୍ତର ଦେଇପାରିବାକୁ ସମର୍ଥ ହେବେ କି? ସେ କେବଳ ମହିଳାଙ୍କୁ ଚାହିଁ ପଛରେ ଚାଲୁଛନ୍ତି। କିନ୍ତୁ ଏହିପରି ରାମାନୁଜ ପରିବର୍ତ୍ତନ ପୂର୍ବରୁ କରିଥିଲେ। ସେ କେବଳ ଲୋକମାନଙ୍କୁ ଦେଖୁଥିଲେ। ଏହି ସମସ୍ତ କାହାଣୀ ତାଙ୍କ ମନରେ ନଥିଲା। ମୂଲ୍ୟାଙ୍କନ କେବଳ କାହାଣୀ ଛଡ଼ା ଆଉ କିଛି ନୁହେଁ। ଏଥିପାଇଁ ସମସ୍ତ ମନୋବିଜ୍ଞାନ, ଦର୍ଶନ କେବଳ କାହାଣୀ ହିଁ କୁହନ୍ତି। ଏହିପରି ଆପଣ ଜୀବା ଅନୁଚିତ। ଏହିପରି ବ୍ୟକ୍ତି ଜି ନଥାନ୍ତି, କେବଳ ବଞ୍ଚିଥାନ୍ତି। ଯେତେବେଳେ କାହାଣୀ ବନ୍ଦ ହୁଏ, ଜଣେ ବ୍ୟକ୍ତିଙ୍କୁ ମାତ୍ର ଦେଖନ୍ତି। ସେ କୁଷ୍ଠରୋଗ ହୋଇପାରନ୍ତି, ସେ ଜଣେ ଠକ ହୋଇପାରନ୍ତି, କିମ୍ବା ସେ ଲୋଭୀ ସୁନ୍ଦର ବ୍ୟକ୍ତି ହୋଇପାରନ୍ତି। ତାହା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣ କେବଳ ଦେଖନ୍ତୁ, ଏକ ପିମ୍ପୁଡ଼ିକୁ ଦେଖନ୍ତୁ, ଏକ ହାତୀକି ଦେଖନ୍ତୁ, ଏକ ବାଘକୁ ଦେଖନ୍ତୁ। ଆପଣ ଏକ ପ୍ରାଣୀ ଉଦ୍ୟାନକୁ ଯାଆନ୍ତୁ ଏବଂ ଏକ ବାଘର ଆଖିକୁ ଦେଖନ୍ତୁ। କେବଳ ପ୍ରାଣୀ ଉଦ୍ୟାନରେ, ବାହାରେ ନୁହେଁ। ଆପଣ ଜାଣନ୍ତି ଏହା ପ୍ରତିକ୍ରିୟା କରିବ, କିନ୍ତୁ ଲୋକମାନେ ସେହି ସବୁ ଜିନିଷ ଜାଣନ୍ତି ନାହିଁ। ସେମାନେ କହିବେ ଟାଇଗରର ଆଖି କେତେ ସୁନ୍ଦର, କେତେ ବଡ଼, ଏହି ପ୍ରକାରର ବର୍ଣ୍ଣନା କରନ୍ତି। ତାହା ହେଉଛି କାହାଣୀ କହିବା। କାହାଣୀ କହିଲେ ଅନୁଭବ ଚାଲିଯାଏ। ତେବେ ପ୍ରଶ୍ନ ହେଉଛି, ସ୍ଥିତି ସ୍ଥାନାନ୍ତର କରିବା ପରେ ଜଣକର ପରିବର୍ତ୍ତନ ହେଉଛି ବୋଲି ଆମେ କିପରି ଜାଣିବା? ଏହାଦ୍ୱାରା ପରିବର୍ତ୍ତିତ ହୋଇଥିବା ବ୍ୟକ୍ତି ଏବଂ ଲୋକମାନଙ୍କର ମୂଲ୍ୟାଙ୍କନ କରିବା ବନ୍ଦ କରନ୍ତି। ଏହାର ଅର୍ଥ ହେଉଛି ସେ ବଞ୍ଚିବାକୁ ଆରମ୍ଭ କରନ୍ତି। ସେ ତାଙ୍କ ଖାଦ୍ୟ ଖାଆନ୍ତି, କାରଣ ପୂର୍ବରୁ ତାଙ୍କ ମନ କ୍ରିକେଟ ଖେଳ କିମ୍ବା କିଛି ଚଳଚ୍ଚିତ୍ର କିମ୍ବା କିଛି ରାଜନୀତିକୁ ଯାଏ। ସବୁବେଳେ ତାଙ୍କ ଭିତରେ କିଛି ଚାଲେ କିମ୍ବା ଖାଦ୍ୟ ଉପରେ ସେ ମନ୍ତବ୍ୟ ଦିଅନ୍ତି। ପ୍ରକୃତରେ ସେ ଖାଦ୍ୟ ଖାଆନ୍ତି ନାହିଁ। ସେହି ସମାନ କଥା ଶ୍ୱାସକ୍ରିୟା ପ୍ରତି ମଧ୍ୟ ପ୍ରଯୁଜ୍ୟ। ଶ୍ୱାସକ୍ରିୟା ଏକ ସୁନ୍ଦର ସ୍ଥିତି ହୋଇପାରେ, ତେଣୁ ଆପଣ ଅନ୍ୟ ଉପରେ ମନ୍ତବ୍ୟ ଦେବେ ନାହିଁ। ଆପଣ ଯାହା କରୁଛନ୍ତି ତାହା କରିବେ, ଉପଭୋଗ କରିବେ, ଚଳିବେ, କାହା ସହିତ କଥାବାର୍ତ୍ତା କରିବେ, ସବୁକିଛି ଏକ ଭିନ୍ନ ସ୍ତରରେ ହେବ। ତେଣୁ ପ୍ରଥମ ଜିନିଷ ହେଉଛି ଆଘାତ ପାଇବା ବନ୍ଦ ହୋଇଯିବ। ଦ୍ୱିତୀୟଟି ହେଉଛି ମୂଲ୍ୟାଙ୍କନ କରିବା ବନ୍ଦ ହେବ। ଏହା କିଛି ତର୍କ କିମ୍ବା କିଛି ଉପଯୋଗ କରିବା ହେତୁ ନୁହେଁ, ସରଳ ଭାବରେ ଏହା ବନ୍ଦ ହୋଇଯିବ। ତୃତୀୟଟି ହେଉଛି ଆପଣ ଜୀବାକୁ ଆରମ୍ଭ କରିବେ। ତାହାର ଅର୍ଥ ହେଉଛି ଆପଣ ଯାହା କରୁଛନ୍ତି ତାହା ହିଁ କରିଚାଲିବେ।
କେବଳ ବସିବା ଓ ଶ୍ୱାସ ନେବା ମଧ୍ୟ ମହାନ କାର୍ଯ୍ୟ ହେବ। ଆପଣ କେବଳ ଏହାକୁ ଅଧିକ କରିବେ। ଏହିପରି ଭାବରେ ଆପଣ ଜାଣିପାରିବେ ଯେ ପରିବର୍ତ୍ତନ ଘଟିଛି କି ନାହିଁ। ଗୋଟିଏ ହସ୍ତାନ୍ତରରେ ଏହା ହୋଇପାରେ କିମ୍ବା ଏଥିପାଇଁ 100 ହସ୍ତାନ୍ତର କରିବାକୁ ହେବ। ଚତୁର୍ଥ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଯଦି ମୁଁ ଏକ ଭ୍ରମ ଏବଂ ମୋର କୌଣସି ସ୍ୱ ଇଚ୍ଛା ନାହିଁ, ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 10ଟି ପ୍ରୋଗ୍ରାମିଂ କିପରି ଭିନ୍ନ? ଶ୍ରୀ ଭଗବାନଙ୍କ ଉତ୍ତର, କୌଣସି ସ୍ତରରେ କୌଣସି ସ୍ଥାନରେ ସ୍ୱ ଇଚ୍ଛା ନାହିଁ। ଆପଣ କେବଳ କଳ୍ପନା କରନ୍ତୁ, ଏହି ଲୋକରେ, ଏହାଠାରୁ ଉଚ୍ଚତର ଲୋକରେ କୌଣସି ସ୍ଥାନରେ ମଧ୍ୟ ସ୍ୱ ଇଚ୍ଛା ନାହିଁ। ଚୈତନ୍ୟର କୌଣସି ସ୍ତରରେ ସ୍ୱ ଇଚ୍ଛାର ସ୍ଥାନ ନାହିଁ। ସ୍ୱ ଇଚ୍ଛାର କୌଣସି ଅସ୍ତିତ୍ୱ ହିଁ ନାହିଁ। କିନ୍ତୁ ଆପଣଙ୍କର ସ୍ୱ ଇଚ୍ଛା ଅଛି ବୋଲି ଏକ ଭ୍ରମ ଅଛି। ଏହା ହିଁ ସତ୍ୟ ଅଟେ। 10ଟି ପ୍ରୋଗ୍ରାମିଂ ଗୁଡ଼ିକୁ କିଏ ଅବସ୍ଥାପିତ କରୁଛି? ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ହିଁ ଏଗୁଡ଼ିକୁ ଅବସ୍ଥାପିତ କରୁଛି। ଯେପରି ଆପଣ ଏକ ସାଗରର ଉଦାହରଣ ନିଅନ୍ତୁ। ସାଗରରେ ଏତେ ତରଙ୍ଗ ଅଛି। ତରଙ୍ଗ ଗୁଡ଼ିକୁ କିଏ ନିୟନ୍ତ୍ରଣ କରୁଛି? ତରଙ୍ଗ କ'ଣ ନିଜକୁ ନିୟନ୍ତ୍ରଣ କରୁଛି? ଏହା ସାଗର ଦ୍ୱାରା ନିୟନ୍ତ୍ରିତ। ଏହା ଉପର ତଳ ହେଉଛି ଏବଂ ସାଗର ଏହାକୁ ନିୟନ୍ତ୍ରିତ କରୁଛି। କିନ୍ତୁ ଆପଣ କଳ୍ପନା କରୁଛନ୍ତି ଯେ ଏହା ନିଜେ ହିଁ ଉପର ତଳ ହେଉଛି। ଏହାର କୌଣସି ଅର୍ଥ ଅଛି କି? ଆଦୌ ନୁହେଁ। ସେହିପରି ଆମେମାନେ ଏହି ତରଙ୍ଗ ଭଳି ଏବଂ ସାଗର ହେଉଛି ଏଠାରେ ଯାହା କିଛି ରହିଛି ସେହି ସବୁ କିଛି। ଆମେ କେବଳ ଛୋଟ ତରଙ୍ଗ ଗୁଡ଼ିକ ପରି, ପାଣି ଫୋଟକା ପରି ଉପର ତଳ ହେଉଛେ। ଆମର କିଛି ମଧ୍ୟ କରିବାର ନାହିଁ। ଆମେ କେବଳ ଉପରକୁ ଯିବା ଏବଂ ତଳକୁ ଆସିବା। କେବଳ ଏତିକି ହିଁ ହେଉଛି ଆମର କାମ। ଆପଣ କଳ୍ପନା କରନ୍ତି ଯେ ଆପଣଙ୍କର ସ୍ୱ ଇଚ୍ଛା ଅଛି ଓ ଆପଣ ନିଜେ ହିଁ ଉପରକୁ ଯିବା ଏବଂ ତଳକୁ ଆସିବାର କାମ କରୁଛନ୍ତି। ଆପଣ ସେହି ଭ୍ରମରେ ରହିପାରିବେ, ମାତ୍ର ତାହା ନିଶ୍ଚିତ ଭାବରେ ଦୁଃଖ ସୃଷ୍ଟି କରିବ। ପଞ୍ଚମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ପସନ୍ଦ ସ୍ୱ ଇଚ୍ଛାଠାରୁ କିପରି ଭିନ୍ନ? ଆପଣ କୁହନ୍ତି ଆମର କୌଣସି ସ୍ୱ ଇଚ୍ଛା ନାହିଁ। ଆମେ ପ୍ରୋଗ୍ରାମିଂ ହୋଇଥିବା ରୋବୋଟ୍ ଏବଂ ସ୍ୱ ଇଚ୍ଛା ଏକ ଭ୍ରମ। ଆମେ ଆମର ନିଜ ପସନ୍ଦ ଅନୁସାରେ କାର୍ଯ୍ୟ କରିପାରିବା। ଉଦାହରଣ ସ୍ୱରୂପ, ଆମେ ଘୃଣା କରିବା ଅପେକ୍ଷା କ୍ଷମା କରିବାକୁ ବାଛିପାରିବା କିମ୍ବା ଶାରୀରିକ ଭାବରେ ନୁହେଁ ବରଂ ମୌଖିକ ଭାବରେ ଏକ ପିଲାକୁ ଦଣ୍ଡ ଦେବାକୁ ବାଛିପାରିବା। ଆମେ ସାମାଜିକ ଅନ୍ୟାୟ ବିରୁଦ୍ଧରେ ଠିଆ ହେବାକୁ ବାଛିପାରିବା କିମ୍ବା ନୀରବ ଏବଂ ନିଷ୍କ୍ରିୟ ରହିବାକୁ ବାଛିପାରିବା। ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ ଏସବୁ କରିପାରିବେ, କିନ୍ତୁ ତାହା ସ୍ୱ ଇଚ୍ଛା ନୁହେଁ। ଆପଣ କଳ୍ପନା କରନ୍ତି ଯେ ଏହା ସ୍ୱ ଇଚ୍ଛା, କିନ୍ତୁ ପ୍ରକୃତରେ ଏହା ସ୍ୱ ଇଚ୍ଛା ନୁହେଁ। ଏହା ଆପଣଙ୍କୁ ସ୍ୱ ଇଚ୍ଛା ଭାବରେ ଦେଖାଯାଏ, ଯାହା କେବଳ ମାୟା। ଉଦାହରଣ ସ୍ୱରୂପ, ଏବେ ମୁଁ ଆପଣଙ୍କ ସହିତ କଥା ହେଉଛି। ମୋତେ ନିଷ୍ପତ୍ତି ନେବାକୁ ଦିଅନ୍ତୁ। ମୁଁ ମୋର ଡାହାଣ ହାତ ଉଠାଇବି। ମୁଁ ନିଷ୍ପତ୍ତି ନେଲି ଏବଂ ମୋର ଡାହାଣ ହାତ ଉଠାଇଲି। ଏବେ ଆପଣ କହିବେ ଯେ ଆପଣ ନିଷ୍ପତ୍ତି ନେଲେ, ଆପଣଙ୍କର ସ୍ୱ ଇଚ୍ଛାର ବ୍ୟବହାର କରିଲେ ଏବଂ ଆପଣଙ୍କର ଡାହାଣ ହାତ ଉଠାଇଲେ। କିନ୍ତୁ ପ୍ରକୃତରେ ଡାହାଣ ହାତ ଉଠାଇବା ପାଇଁ ମସ୍ତିଷ୍କ ଦ୍ୱାରା ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହା ଦେଖାଯାଉଛି ଯେପରି ମୁଁ ନିଷ୍ପତ୍ତି ନେଲି ଏବଂ ଶରୀରକୁ କହିଲି ଡାହାଣ ହାତଟିକୁ ଉଠାଇ ଦିଅ। ଏହା କେବଳ ସେପରି ଦେଖାଯାଏ, କିନ୍ତୁ ବାସ୍ତବରେ ଏହା ପୂର୍ବରୁ ସ୍ଥିର ହୋଇସାରିଛି। ଏହା କୌଣସି ଦର୍ଶନଶାସ୍ତ୍ର ବା ମନସ୍ତତ୍ତ୍ୱ କିମ୍ବା ଆଧ୍ୟାତ୍ମିକତାରୁ ନୁହେଁ। ସେପରି କିଛି ନୁହେଁ। ଏହା 100% ବିଜ୍ଞାନ, କେବଳ ବିଜ୍ଞାନ, ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନ।
ଯେତେବେଳେ ଆମେ ବିଜ୍ଞାନ ବିଷୟରେ କଥା ହେଉ, ହିନ୍ଦୁ ବିଜ୍ଞାନ, ମିଶରୀୟ ବିଜ୍ଞାନ, ଏପରି ଅନେକ ବିବିଧତା ରହିଛି। ମୁଁ କେବଳ ଆଧୁନିକ ପାଶ୍ଚାତ୍ୟ ବିଜ୍ଞାନ ବିଷୟରେ କହୁଛି। ହାତ ଉଠାଇବାର ନିଷ୍ପତ୍ତି ବହୁ ପୂର୍ବରୁ ନିଆଯାଇଥିଲା। ଏହା ପ୍ରତିପାଦିତ କରିବା ନିମନ୍ତେ ଆମ ପାଖରେ ଅନେକ ତଥ୍ୟଭିତ୍ତିକ ପ୍ରମାଣ ଅଛି। ମାତ୍ର ଏବେ ଆମେ ସେହି ସବୁକୁ ଯିବା ନାହିଁ। ଆପଣଙ୍କୁ ଏପରି ଦେଖାଯିବ ଯେ ମୁଁ ମୋର ହାତ ଉଠାଇବାକୁ ନିଷ୍ପତ୍ତି ନେଲି, ତେଣୁ ମୋର ହାତ ଉଠାଇଲି। ନା, ଏହା ଏକ ମହାନ ଭ୍ରମ। ସ୍ୱ ଇଚ୍ଛା କେବଳ ଏକ ଭ୍ରମ। ଏହା ଏକ ମହାନ ବିଶାଳ ଭ୍ରମ। ଯଦି ଆପଣ ଏସବୁ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ବିଜ୍ଞାନ ଦୃଷ୍ଟିକୋଣରୁ ଆପଣ କୌଣସି ମହାନ ମସ୍ତିଷ୍କ ବୈଜ୍ଞାନିକଙ୍କ ସହ କଥା ହେବା ଉଚିତ। ସେ ଆପଣଙ୍କୁ ବୁଝାଇ ପାରିବେ। ଷଷ୍ଠ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଆମେ ସମସ୍ତେ ତ୍ରୁଟିପୂର୍ଣ୍ଣ ପୁନଃ ନିର୍ମିତ ବାୟୋ ରୋବୋଟ। ଏହାର ଅର୍ଥ କ'ଣ ପ୍ରତ୍ୟେକ ରୋବୋଟର ଜୀବନ ମୁକ୍ତି ମଧ୍ୟ ପୂର୍ବ ନିର୍ଦ୍ଧାରିତ, କିମ୍ବା ଏହା କ'ଣ କେବଳ ଭିନ୍ନ ସମୟର କଥା ଏବଂ ଶେଷରେ ସମସ୍ତେ ଜୀବନ ମୁକ୍ତି ପ୍ରାପ୍ତ କରିବେ? ଶ୍ରୀ ଭଗବାନଙ୍କ ଉତ୍ତର, ଏହା କେବଳ ଭିନ୍ନ ଭିନ୍ନ ସମୟର କଥା, କିନ୍ତୁ ଶେଷରେ ସମସ୍ତଙ୍କୁ ଜୀବନ ମୁକ୍ତି ପ୍ରାପ୍ତ ହେବ। ଯାହା ଅଛି ତାହା ନିର୍ଦ୍ଧାରଣ କରିବ କି ଆପଣ ଜୀବନମୁକ୍ତ ହେବେ କି ନାହିଁ। ଆପଣ ଜୀବନମୁକ୍ତ ନ ହେବା ମଧ୍ୟ ସମ୍ଭବ। ଯଦି ଏହା ସ୍ଥିର କରାଯାଏ ଯେ ଆପଣ ଜୀବନମୁକ୍ତ ହେବେ, ତେବେ ଆପଣ ଜୀବନମୁକ୍ତ ହେବେ। ଆପଣ ଲଙ୍କା ଖାଇ ଚାଲିଲେ ମଧ୍ୟ ଜୀବନମୁକ୍ତ ହେବେ। ଚିଲି ବାବା ନାମକ ଜଣେ ବ୍ୟକ୍ତି ଥିଲେ, ଯିଏ ଲଙ୍କା ଖାଇ ଖାଇ ଜୀବନମୁକ୍ତ ହୋଇଥିଲେ। ସେ ସକାଳରେ, ଅପରାହ୍ନରେ, ସନ୍ଧ୍ୟାରେ କେବଳ ଲାଲ ଲଙ୍କା ଖାଉଥିଲେ। ତାହା ହିଁ ତାଙ୍କର ଜୀବନମୁକ୍ତି ପ୍ରାପ୍ତିର ମାର୍ଗ ଥିଲା। ଚେନ୍ନାଇରେ ଜଣେ ଭଦ୍ରଲୋକ ଅଛନ୍ତି, ଯିଏ ପ୍ରାତଃ ଭୋଜନ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ପାଇଁ ଟ୍ୟୁବ୍ ଲାଇଟ୍କୁ ପାଉଡର କରି ଖାଉଥିଲେ। ସେ ମଧ୍ୟ ଉଚ୍ଚ ସ୍ଥିତିରେ ଅଛନ୍ତି। ତେଣୁ ଏସବୁ ବ୍ରହ୍ମାଣ୍ଡ ବା ଯାହା କିଛି ଅଛି ତାହା ନିର୍ଦ୍ଧାରଣ କରେ। କେହି ଜୀବନମୁକ୍ତ ହେବେ କି ନାହିଁ ମଧ୍ୟ ଏହା ନିର୍ଦ୍ଧାରଣ କରେ। ଏଥିରେ ଆପଣଙ୍କର କୌଣସି ଭୂମିକା ନାହିଁ। ଅଭିନେତାଙ୍କୁ ନିର୍ଦ୍ଦେଶକଙ୍କ ଅନୁସାରେ ଯିବାକୁ ହୁଏ, ଅନ୍ୟଥା ତାଙ୍କୁ ବାହାର କରିଦିଆ ହୁଏ। ଏଠାରେ ମଧ୍ୟ ସମାନ କଥା ହୁଏ। ଯାହା ଅଛି ଆପଣ ତାହାର ଇଚ୍ଛା ଅନୁସାରେ ଚାଲନ୍ତୁ, ନଚେତ୍ ଆପଣଙ୍କର ଧ୍ୱଂସ ହେବ। ସମସ୍ତ ଉପାଦାନ ଗୁଡ଼ିକୁ ଅପସାରଣ କରି ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରାଯାଇପାରିବ। ଆପଣ ଏହା ଜାଣିବା ଉଚିତ ଯେ କୌଣସି ସ୍ୱ ଇଚ୍ଛା ନାହିଁ। ରମଣ ମହର୍ଷି ସବୁବେଳେ କହୁଥିଲେ, ଯାହା ଘଟିବାର ଅଛି ତାହା ଘଟିବ, ଯାହା ଘଟିବାର ନାହିଁ ତାହା ଘଟିବ ନାହିଁ। ଆପଣ ବୁଦ୍ଧଙ୍କୁ ବା ଯାହାକୁ ବି ପଚାରିବେ, ସେ ସମାନ କଥା କହିବେ। ଆମେ ଏହା କରିବା ଉଚିତ ବୋଲି ଆମକୁ ଦେଖାଯାଉଛି, କିନ୍ତୁ ପ୍ରକୃତରେ ସବୁକିଛି ଘଟାଇବାକୁ ପ୍ରସ୍ତୁତ କରାଯାଉଛି। ଜୀବନମୁକ୍ତ ଲୋକମାନେ ଏହାକୁ ବହୁତ ସ୍ପଷ୍ଟ ଭାବରେ ଦେଖିପାରିବେ। ଜୀବନମୁକ୍ତି ପାଇନଥିବା ଲୋକମାନଙ୍କ ପାଇଁ ଏହା ଦେଖିବା ବହୁତ କଷ୍ଟକର। ସପ୍ତମ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଆପଣ ନାହାନ୍ତି, ଏହି ଉକ୍ତିର ନିହିତାର୍ଥ କ'ଣ? ଶ୍ରୀ ଭଗବାନଙ୍କ ଉତ୍ତର, ଦେଖନ୍ତୁ, ଏହା ଠିକ୍ ସ୍ୱ ଇଚ୍ଛା ପରି। ଯେପରି ଆପଣ ଭାବନ୍ତି ଯେ ସ୍ୱ ଇଚ୍ଛା ଅଛି, କିନ୍ତୁ ପ୍ରକୃତରେ କୌଣସି ସ୍ୱ ଇଚ୍ଛା ନାହିଁ, ସେହିପରି ଆପଣ କଳ୍ପନା କରନ୍ତି ଯେ ଆପଣ ଅଛନ୍ତି, କିନ୍ତୁ ଆପଣଙ୍କର କୌଣସି ଅସ୍ତିତ୍ୱ ନାହିଁ। ମନେ କରନ୍ତୁ, ଏକ ଚଳଚ୍ଚିତ୍ର ସ୍କ୍ରିନ୍ ଅଛି। ଆପଣ ସ୍କ୍ରିନ୍ ଉପରେ ଚଳଚ୍ଚିତ୍ର ପ୍ରକ୍ଷେପଣ କରୁଛନ୍ତି ଏବଂ ସେହି ଚଳଚ୍ଚିତ୍ର ଗୁଡ଼ିକ ଦେଖୁଛନ୍ତି। ସେଠାରେ ପରଦାର କୌଣସି ବଡ଼ ଭୂମିକା ନାହିଁ। ଏହା କେବଳ ଚିତ୍ରଗୁଡ଼ିକୁ ଦେଖାଏ। ସେହିପରି ଯଦି ଆପଣ ଗଭୀର ଅନ୍ତର୍ଜଗତକୁ ପର୍ଯ୍ୟବେକ୍ଷଣ କରନ୍ତି, ତେବେ ଆପଣ ସେହି ପରଦା ପରି। ସେହି ପରଦାରେ ଅନେକ ପ୍ରକ୍ଷେପଣ ହୁଏ, ମାତ୍ର ପରଦା ହେଉଛି କେବଳ ଏକ ପରଦା। ଆପଣ ଯେକୌଣସି ଚଳଚ୍ଚିତ୍ର ଦେଖାନ୍ତୁ, ତାହା ଦେଖାଯିବ।
କିନ୍ତୁ ପରଦା ବିନା ଆପଣ ଦେଖିପାରିବେ ନାହିଁ। ଆପଣ ସେହି ପରଦା ଏବଂ ପ୍ରକୃତରେ ଆପଣ କ'ଣ? ଆପଣ ହେଉଛନ୍ତି ଚୈତନ୍ୟ। ଚଳଚ୍ଚିତ୍ର ହେଉଛି ଚୈତନ୍ୟ, ପ୍ରୋଜେକ୍ଟର ହେଉଛି ଚୈତନ୍ୟ, ପରଦା ମଧ୍ୟ ହେଉଛି ଚୈତନ୍ୟ। ଗଭୀରତାକୁ ଗଲେ ଆପଣ ହେଉଛନ୍ତି କେବଳ ଏକ ପରଦା। ପରଦାର କ'ଣ କୌଣସି ବଡ଼ ଭୂମିକା ରହିଛି କି? ଏହାର କେବଳ ଏକ ଭୂମିକା ରହିଛି, ନଚେତ୍ ଏହା ନୀରବ। ଏଥିରେ ପ୍ରବେଶ କରିବା କେବଳ ନୀରବତା ବ୍ୟତୀତ ଆଉ କିଛି ନୁହେଁ। ତେଣୁ ଆପଣ ଆଦୌ ହେଲେ ନାହାନ୍ତି। ଯେତେବେଳେ ଆମେ ଆପଣଙ୍କ ଉପରେ ଗଭୀରରୁ ଗଭୀରତର କାର୍ଯ୍ୟ କରିବୁ, ଆପଣ ଏହା ଅନୁଭବ କରିପାରିବେ। କିଛି ଲୋକ ଅଛନ୍ତି ଯେଉଁମାନେ ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି ଯେ ସେମାନେ ନାହାନ୍ତି। ସେହିପରି ଅନେକ ଭକ୍ତ ଅଛନ୍ତି ଯେଉଁମାନେ ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି ଯେ ସେମାନେ ନାହାନ୍ତି। ଏପରି ହୋଇଗଲେ ଆଉ କୌଣସି ସମସ୍ୟା ରହିବ ନାହିଁ। ଯାହା ଅଛି ତାହା କେବଳ ଆନନ୍ଦ ଏବଂ ଶାନ୍ତି। ମାତ୍ର କିଛି ଲୋକଙ୍କ ପାଇଁ ଏହା ଟିକେ ଭୟଙ୍କର ହୋଇପାରେ। ଥରେ ଆପଣ ପ୍ରକୃତରେ ସେଠାରେ ପହଞ୍ଚିଗଲେ ଆଉ କୌଣସି ସମସ୍ୟା ରହିବ ନାହିଁ। ଅଷ୍ଟମ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଏହି ବର୍ଷର ସହସ୍ରନାମ ହୋମରୁ ଆମେ କ'ଣ ବିଶେଷ ଲାଭ ପାଇବାକୁ ଯାଉଛୁ? ଶ୍ରୀ ଭଗବାନଙ୍କ ଉତ୍ତର। ପ୍ରତ୍ୟେକ ହୋମରେ ଆମେ ବିଶେଷ କିଛି କରୁ। ଏହି ମାର୍ଗରେ ଆମେ ଆପଣଙ୍କର ଉନ୍ନତି କରୁ। ଏଥର ଆପଣ ଈଶ୍ୱରଙ୍କ ଦିବ୍ୟ ଉପସ୍ଥିତିକୁ ଅନୁଭବ କରିବା ଉପରେ ଧ୍ୟାନ ଦିଆଯିବ। ଆପଣ ଈଶ୍ୱରଙ୍କ ଦିବ୍ୟ ଉପସ୍ଥିତିକୁ ଅନୁଭବ କରିବା ଆରମ୍ଭ କଲେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ିପାରିବୁ। ତେଣୁ ଆମେ ଆପଣଙ୍କୁ ଦିବ୍ୟ ଉପସ୍ଥିତିର ଗଭୀରତାକୁ ନେଇଯିବୁ। ବର୍ତ୍ତମାନରେ ରହିବା ଏକ କଥା, ଦିବ୍ୟ ଉପସ୍ଥିତିରେ ରହିବା ଅନ୍ୟ କିଛି କଥା। ଆପଣ ସେଠାରେ ପହଞ୍ଚିଲେ ସେହି ଦିବ୍ୟ ଉପସ୍ଥିତିକୁ ଅନୁଭବ କରିବେ। ବ୍ରହ୍ମାଣ୍ଡର ସାର ହେଉଛି ସେହି ଉପସ୍ଥିତି। ଆପଣ ସମସ୍ତଙ୍କୁ ସେହି ଅନୁଭବ ମିଳିବା ଉଚିତ ଓ ଆପଣମାନେ ତାହାର ଗଭୀରତାକୁ ଯିବା ଉଚିତ। ନବମ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଶ୍ରୀ ଆମ୍ମାଙ୍କର ଜନ୍ମଦିନ ଦୀକ୍ଷା ଦର୍ଶନ ଲାଭ କରିବା ପାଇଁ ଆମେ ଆଶୀର୍ବାଦ ପ୍ରାପ୍ତ କରିଛୁ। ଏହା ଆମକୁ କିପରି ପ୍ରଭାବିତ କରିବ ଏବଂ ଦର୍ଶନ ପାଇଁ ଆମେ କିପରି ଆସିବୁ? ଶ୍ରୀ ଭଗବାନଙ୍କ ଉତ୍ତର। ଯଦି ଅନ୍ୟ ଯେକୌଣସି ମନୁଷ୍ୟ ପରି ଆପଣ ଆମ୍ମାଙ୍କୁ କେବଳ ଦେଖିବେ, ତାହେଲେ ବେଶୀ କିଛି ଘଟିବ ନାହିଁ। ଆପଣ ଏକଥା ଜାଣିବା ଉଚିତ ଯେ ଆମ୍ମା ସବୁ ଅଷ୍ଟଲକ୍ଷ୍ମୀଙ୍କର ପ୍ରତିନିଧିତ୍ୱ କରନ୍ତି। ଆପଣ ଯାହା ଚାହିଁବେ ତାହା ପାଇବେ। ଯଦି ଆମ୍ମା ଅଷ୍ଟଲକ୍ଷ୍ମୀଙ୍କର ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଆପଣ ବୁଝିବେ ଏବଂ ଯାହା ଚାହୁଁଛନ୍ତି ମାଗିବେ, ଆମ୍ମା ଆପଣଙ୍କୁ ଆଶୀର୍ବାଦ ଦେବେ। ଆପଣ ନିଶ୍ଚୟ ତାହା ପ୍ରାପ୍ତ କରିବେ। ଏହା ମୁଖ୍ୟତଃ ଆପଣଙ୍କର ଇହମ୍ ପାଇଁ ହେବ। ଆମ୍ମା ଅଧିକ ଇହମ୍ ଉପରେ ଆଧାରିତ। ତାଙ୍କର ଶକ୍ତି ହେଉଛି ଇହମ୍ ଉପରେ ଆଧାରିତ। ସେଥିପାଇଁ ସେ ଗହଣା ସବୁ ପିନ୍ଧିଥିବାର ଆପଣ ଦେଖିବେ। ତାହା ଆପଣଙ୍କୁ ଉତ୍ସାହିତ କରିବ, ପ୍ରେରଣା ଦେବ, ଆପଣଙ୍କୁ ଆଗକୁ ନେବ। ଅନେକ ଲୋକ କୁହନ୍ତି, ଆମ୍ମା, ଆମେ ଆପଣଙ୍କ ଗହଣା ପିନ୍ଧିବାକୁ ଚାହୁଁଛୁ। ସେହି ଗହଣା ଗୁଡ଼ିକ ଲୋକମାନେ ଦେଇଛନ୍ତି ଯାହାକୁ ଆମ୍ମା ପିନ୍ଧନ୍ତି। ଅବଶ୍ୟ ସେମାନେ ବହୁତ ଗହଣା ଦେଇଥିଲେ। ସେଥିରୁ ଅଧିକାଂଶ ଗହଣା ଆୟକର ବିଭାଗ ନେଇଯାଇଛନ୍ତି। ସେଥିରୁ କିଛି ଅଛି ଯାହା ଆମ୍ମା ବ୍ୟବହାର କରନ୍ତି। ଏହା ମୂଳତଃ ଲୋକମାନଙ୍କୁ ଅନ୍ୟ ଏକ ଭିନ୍ନ କଳା ପ୍ରତି ଆକର୍ଷିତ କରିବା ପାଇଁ ହୋଇଥାଏ। ଅନେକ ମହିଳାମାନେ ମୋତେ ଦର୍ଶନରେ ଆମ୍ମା ପିନ୍ଧିଥିବା ଗହଣାକୁ ପିନ୍ଧିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ତାହା ଏହି କାରଣ ପାଇଁ ହୋଇଥାଏ ଯେ ସେ ଅଷ୍ଟଲକ୍ଷ୍ମୀଙ୍କର ପ୍ରତିନିଧିତ୍ୱ କରନ୍ତି। ଅନ୍ୟଥା ଆମ୍ମା ହେଉଛନ୍ତି ଜଣେ ସରଳ ମହିଳା। ସେ କାହାର ସାହାଯ୍ୟ ନ ନେଇ ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି। କିନ୍ତୁ ସେ ଅଷ୍ଟଲକ୍ଷ୍ମୀଙ୍କର ପ୍ରତିନିଧିତ୍ୱ କରନ୍ତି ବୋଲି ଯେଉଁମାନେ ଜାଣିଛନ୍ତି, ସେମାନେ ବହୁତ ଲାଭବାନ ହୋଇଛନ୍ତି। ଆମ୍ମା ମୂଳତଃ ଇହମ୍ କଥା ସମ୍ଭାଳନ୍ତି, କିନ୍ତୁ ପରମରେ ମଧ୍ୟ
ସେ ଦୁଇଟି କଥା ସମ୍ଭାଳନ୍ତି। ଗୋଟିଏ ହେଉଛି ଆଘାତ ନ ପାଇବା। ଏହା କୌଣସି ଶିକ୍ଷା ମାଧ୍ୟମରେ ନୁହେଁ ବା ସେହିପରି କିଛିର ମାଧ୍ୟମରେ ନୁହେଁ। ସରଳ ଭାବରେ ଆପଣ ଆଘାତ ପାଇବେ ନାହିଁ। ଅନ୍ୟଟି ହେଉଛି ଆପଣ ମୂଲ୍ୟାଙ୍କନ କରିବା ବନ୍ଦ କରିଦେବେ, ଯାହା ଆପେ ଆପେ ଘଟିବ। ଆପଣଙ୍କ ଭିତରେ କିଛି ପରିବର୍ତ୍ତନ ଘଟିବ, ଯାହା ଫଳରେ ଆପଣ ମୂଲ୍ୟାଙ୍କନ କରିବେ ନାହିଁ। ଆମଙ୍କ ଦର୍ଶନରେ ଆପଣ ଏସବୁ ପ୍ରାପ୍ତ କରିବାକୁ ଯାଉଛନ୍ତି। ଦଶମ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଯାହା ଅଛି ତାହା ସହିତ ରହିବା କିମ୍ବା ପ୍ରାର୍ଥନା କରିବା କିମ୍ବା ଶ୍ରୀ ପରମଜ୍ୟୋତିଙ୍କ ମନ୍ତ୍ର ଜପ କରିବା ମଧ୍ୟରୁ କେଉଁଟି ଶ୍ରୀ ଆମ ଭଗବାନଙ୍କ ସହିତ ଦୃଢ଼ ବନ୍ଧନ ସ୍ଥାପନ କରିବା ପାଇଁ ଅଧିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବ? ଏ ବିଷୟରେ ଦୟାକରି ଆମର ମାର୍ଗଦର୍ଶନ କରନ୍ତୁ। ଶ୍ରୀ ଭଗବାନଙ୍କ ଉତ୍ତର, ଏସବୁ ଭିନ୍ନ ଭିନ୍ନ ଲୋକମାନଙ୍କ ପାଇଁ ଭିନ୍ନ ଭିନ୍ନ ରୂପରେ କାର୍ଯ୍ୟ କରିବ। ଆପଣଙ୍କ ପାଇଁ କ'ଣ ପ୍ରକୃତରେ କାର୍ଯ୍ୟ କରିବ ତାହା ଆପଣ ଖୋଜି ବାହାର କରନ୍ତୁ। ଏକାଦଶ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ମୁଁ ଅନ୍ୟମାନଙ୍କ ପାଇଁ କରୁଥିବା ସବୁ ପ୍ରାର୍ଥନା ପୂରଣ ହେଉଛି, କିନ୍ତୁ ମୋ ନିଜ ପାଇଁ କରୁଥିବା ପ୍ରାର୍ଥନା ଗୁଡ଼ିକ କାହିଁକି ପୂରଣ ହେଉନାହିଁ? ଶ୍ରୀ ଭଗବାନଙ୍କ ଉତ୍ତର, ଏହା ବହୁତ ସରଳ। ଆପଣ ଯାହାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ତାଙ୍କର କର୍ମ ହେଉଛି ଅଲଗା, ତେଣୁ ତାଙ୍କ ପାଇଁ ପ୍ରାର୍ଥନା ପୂରଣ ହେଉଛି। ଆପଣଙ୍କର କର୍ମ ତାଙ୍କଠାରୁ ଭିନ୍ନ, ସେଥିପାଇଁ ତାହା ପୂରଣ ହେଉନାହିଁ। ଦ୍ୱାଦଶ ପ୍ରଶ୍ନ, ପ୍ରିୟ ଶ୍ରୀ ଭଗବାନ, ଭକ୍ତି ଓ ମୁକ୍ତି ମଧ୍ୟରେ ପ୍ରଭେଦ କ'ଣ? ଶ୍ରୀ ଭଗବାନଙ୍କ ଉତ୍ତର, ମୁକ୍ତି ହେଉଛି ମୂଳ ସ୍ତରରେ ଆପଣ ଆଘାତ ପାଇବା ଏବଂ ଆନ୍ତରିକ ବାର୍ତ୍ତାଳାପ ବନ୍ଦ ହେବା। ଭକ୍ତି ହେଉଛି ଈଶ୍ୱରଙ୍କ ସହିତ ଏକ ବ୍ୟକ୍ତିଗତ ବନ୍ଧନ, କିନ୍ତୁ ସବୁଠାରୁ ଉତ୍ତମ କଥା ହେଉଛି ଅଲୱାରଙ୍କ କବିତାକୁ ପଢ଼ିବା। ସେମାନେ ତାମିଲରେ ମୁତିବିନ୍ଦ ବୋଲି କୁହନ୍ତି, ଯାହାର ଅର୍ଥ ହେଉଛି ମୁକ୍ତି ଦରକାର ନାହିଁ। ଏଠାରେ ପ୍ରଶ୍ନ ଆସୁଛି, ଆପଣ ଶଙ୍କରଙ୍କର ଅନୁଗାମୀ ହେବାକୁ ଚାହାନ୍ତି ନା ରାମାନୁଜଙ୍କର ଅନୁଗାମୀ ହେବାକୁ ଚାହାନ୍ତି? ସେହି ସମୟରେ ଆଦି ଶଙ୍କରଙ୍କର ଅନୁଗାମୀ ଓ ରାମାନୁଜଙ୍କ ମଧ୍ୟରେ ଏକ ତର୍କ ହୋଇଥିଲା। ଆଦି ଶଙ୍କରଙ୍କର ଅନୁଗାମୀମାନେ ଏକ ବଳଦ ଗାଡ଼ିରେ ଆସିଲେ, ବହୁତ ପୁସ୍ତକ ରଖିଥିଲେ ଏବଂ ତର୍କ କରିଲେ। ଏହି ତର୍କରେ ରାମାନୁଜ ହାରିଗଲେ। ଆଦି ଶଙ୍କରଙ୍କର ଅନୁଗାମୀମାନେ ଜିତିଲେ। ସବୁବେଳେ ଅଦ୍ୱୈତମାନେ ତର୍କରେ ଜିତନ୍ତି, ତେଣୁ ସେମାନେ ଜିତିଲେ। ରାମାନୁଜ ଭକ୍ତିର ମାର୍ଗରେ ଥିଲେ ଏବଂ ଆଦି ଶଙ୍କର ମୁକ୍ତିର ମାର୍ଗରେ ଥିଲେ। ପରିଶେଷରେ ଯେଉଁ ଅଦ୍ୱୈତ ଜିତିଥିଲେ ସେ ଆସି ରାମାନୁଜଙ୍କର ପାଦ ତଳେ ପଡ଼ିଲେ ଓ କହିଲେ, କିଛି ମନେ କରନ୍ତୁ ନାହିଁ, ମୁଁ ଜିତିଛି ଓ ଆପଣ ହାରିଛନ୍ତି। ଆପଣ କ'ଣ ପାଇଛନ୍ତି ଦୟାକରି ମୋତେ ଦିଅନ୍ତୁ। ସେହି ଅଦ୍ୱୈତ ରାମାନୁଜଙ୍କର ଅନୁଗାମୀ ହେବାକୁ ଆରମ୍ଭ କଲେ। ଏଠାରେ ଗୋଟିଏ ପ୍ରଶ୍ନ ଆସୁଛି ଯେ କ'ଣ ସୁନ୍ଦର, ମୁକ୍ତିର ସ୍ଥିତିରେ ରହିବା ନା ଈଶ୍ୱରଙ୍କ ସହିତ ଦୃଢ଼ ବନ୍ଧନ ସ୍ଥିତିରେ ରହିବା? ତାହା ମଧ୍ୟ ଆପଣଙ୍କ ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ ଯୀଶୁଖ୍ରୀଷ୍ଟ ବୌଦ୍ଧ ଧର୍ମର ଶିକ୍ଷା ଭଲ ଭାବରେ ଜାଣିଥିଲେ। ତାଙ୍କର କିନ୍ତୁ ଶିକ୍ଷା ଅଛି, ଯାହାକୁ ଦେଖିଲେ ଆପଣ ଜାଣିପାରିବେ ଯେ ବୌଦ୍ଧ ଧର୍ମ ବିଷୟରେ ଭଲ ଭାବରେ ଅବଗତ ଥିଲେ। କିନ୍ତୁ ଏସବୁ କି ବିଷୟରେ ଥିଲା? ଏସବୁ ଭକ୍ତି ବିଷୟରେ ହିଁ ଥିଲା। ତେଣୁ ଏହା ଲୋକମାନଙ୍କ ଉପରେ ନିର୍ଭର କରେ। ନାମଦେବ ଓ ଜ୍ଞାନଦେବଙ୍କ କ୍ଷେତ୍ରରେ ମଧ୍ୟ ଭକ୍ତି ଓ ମୁକ୍ତି ଥିଲା। ତେଣୁ ଯଦି ଆପଣ ଜଣେ ଭକ୍ତ ହେବାକୁ ଚାହୁଁଛନ୍ତି, ଠିକ୍ ଅଛି। ଯଦି ଆପଣ ଜଣେ ମୁକ୍ତ ହେବାକୁ ଚାହୁଁଛନ୍ତି, ତାହା ମଧ୍ୟ ଭଲ। ଆପଣ ଜଣେ ବୌଦ୍ଧ ବା ଜଣେ ଖ୍ରୀଷ୍ଟିଆନ ବା ରାମାନୁଜଙ୍କର ଅନୁଗାମୀ ବା ଆଦି ଶଙ୍କରଙ୍କର ଅନୁଗାମୀ ହେବାକୁ ଚାହୁଁଛନ୍ତି, ଏହା ତାହା ଉପରେ ନିର୍ଭର କରେ।
दुनिया सारा यह सबुआड़े उपलब्ध अच्छी अनेक जिनस अच्छी जहाँ को आपण चयन करें यह ताहा उपरे निर्भर करे। त्रयोदश प्रश्न। प्रिय श्री भगवान दयाकरी आमको मंगलवार स्वर्णजुग कार्यक्रम महत्व विषय एवं यही कार्यक्रम भक्त मानकर भूमिका विषय कहतु। श्री भगवान को उत्तर। यही कार्यक्रम भक्त मानकर भूमिका गुरुत्वपूर्ण। 81,000 लोक मानक विषय आम कहूँ ताहा हेउछि एक निर्दिष्ट संख्यक लोकों को सृष्टि करिबा जो माने सही स्थिति रे अछंती एवं परम ज्योतिंक द्वारा सही स्थिति को हस्तांतर करिबा पई प्रार्थना करिबा को सक्षम। तेणु सेमाने निश्चित सही स्थिति रे रहिबा आवश्यक। सेमानकर प्रार्थना शक्ति मध्य रहिबा आवश्यक जहा हेउछि द्वितीय कथा। तृतीय कथा हेउछि सेमाने प्रकृत रे प्रार्थना करिबा आवश्यक। वर्तमान आमे कहिबा जदि यह साधारणतः 30 रु कम लोक हस्तांतर इति प्रभावशाली हेब नाही, किंतु एक नियम भावरे सर्वनिम्न 3 जन लोक हेबा आवश्यक। 3 रु कम हेले यह घटिब नाही। जदि 3 जन अछंती शक्ति हेउछि 9, 4 जन हेले शक्ति हेउछि 16 जहा हेउछि लोक संख्यार वर्ग। किंतु वास्तव में यही भयंकर दुनिया रे यह को प्रभावशाली करिबा पई आपन को 30 जन लोक आवश्यक। अर्थात 900 लोकों को यह हस्तांतर हेउछि। केवल 30 जन लोक अछंती। शक्ति 30 गुणन 30 जहा हेउछि 900। जेतेबेले सेमाने शक्तिशाली भावे प्रार्थना करती सेतेबेले परम ज्योति स्थानांतरित हेबे। परम ज्योति एक बंधन आवश्यक करती। बंधन अच्छी एवं बंधन 30 जनक द्वारा दि जाए एवं परम ज्योति ठारू शक्ति प्रवाहित होता है। परम ज्योति अवश्य सर्वत्र अछंती एवं साधारणतः जेतेबेले आपण विश्वगुरु कार्यक्रम स्वर्णजुग कार्यक्रम आयोजित करती परम ज्योति सेठारे सही मूर्ति देवादेवी रे परिणत होती जोठारू शक्ति प्रवाहित हुए एवं तापरे लोक माने यह को ग्रहण करती एवं तापरे परिवर्तित हो जाती। यह प्राय तुरंत होता है। तेणु आम भक्त मानकर भूमिका हेउछि विश्व को परिवर्तन करिबा, तांकु आम अनुगामी करिबा नुहे। जदि से जने ख्रीस्टियान तेबे से निजर ख्रीस्टियान सत्य आविष्कार करिबे। किछि मुसलमान इस्लामीय सत्य आविष्कार करिबे। बौद्ध माने बौद्ध धर्मर सत्यर आविष्कार करिबे। आपण माने लोकंकर विश्वास को स्पर्श करंतु नाही। आपण केवल यह को वास्तविकता रे परिणत करंतु। ताहा ही आमे करूछु। केतक मुसलमान देश रे सेमाने बेस सक्रिय अछंती। यह सेमाने कोन चाहुछंती ता ऊपर निर्भर करे। वर्तमान आमर अनेक भक्त जीवन मुक्ति पाउछंती एवं अनेकंकर स्थिति हस्तांतर करिबार शक्ति अछि। यह साधारण प्रार्थना शक्ति ठारू भिन्न। सेमाने स्थिति हस्तांतर करुछंती तापरे प्रार्थना करुछंती एवं यह घटुछि। यह हेउछि प्रार्थनार शक्ति। जदि सबकिछि ठीक चले आमे बहुत शीघ्र स्वर्णजुग आनी परिबा। एथिपाई अधिक समय लागिबा कथा नुहे। हुए तो गोटे किंबा 2 दशंधि 10 रु 20 वर्ष आमे समग्र मानव जाति पाई यह करने को सक्षम होगा उचित। समस्या हेउछि जे आमे 81,000 अटकी रहीछु। आमको पर्याप्त संख्या मिलू नाही। आमे किछि लोकों को पाइछु मात्र सेमाने तत्पर नुहंती। उदाहरण स्वरूप एपरि किछि लोक अछंती जो माने मुक्तिमोक्ष क्लास पई पंजीकृत करिसंती मात्र समस्ते क्लास करू नाहंती। केवल अल्प किछि आपण उपस्थित न रहिले एवं न शुणिले आमे आपण को ऊपर कार्य करि परिबु नाही।
ତାହେଲେ ଆପଣ ଆସନ୍ତୁ ନାହିଁ। ଲୋକମାନେ ଏହା ଗମ୍ଭୀରତାର ସହ ନେଉନାହାନ୍ତି। ତେଣୁ ଯଦି ସେମାନେ ଗମ୍ଭୀର ନୁହନ୍ତି ତେବେ ସେମାନେ ଏହା କରିପାରିବେ ନାହିଁ। ତେବେ ସ୍ୱର୍ଣ୍ଣଯୁଗ ହେବା ପୂର୍ବରୁ କ'ଣ ହେବ? ଆପଣମାନେ ନିଶ୍ଚୟ ଜାଣିଥିବେ ଯେ 7000 ବର୍ଷ ପୂର୍ବେ ସମଗ୍ର ବିଶ୍ୱରେ ଏକ ବିନାଶ ଘଟିଥିଲା ଏବଂ ତାକୁ ନେଇ ଆମ ପାଖରେ ବୈଜ୍ଞାନିକ ପ୍ରମାଣ ଅଛି। ଏହା କୌଣସି ପ୍ରତ୍ନତାତ୍ତ୍ୱିକ କୌଣସି ଐତିହାସିକ ପ୍ରମାଣ ନୁହେଁ। 7000 ବର୍ଷ ପୂର୍ବେ ବିରାଟ ଧ୍ୱଂସ ଘଟିଥିଲା ଯାହାର ବୈଜ୍ଞାନିକ ପ୍ରମାଣ ଅଛି ଏବଂ ଏହା ଏକ ପରମାଣୁ ଯୁଦ୍ଧ ଥିଲା। ଏହା କିପରି ଏକ ପରମାଣୁ ଯୁଦ୍ଧ ଥିଲା ତାହା ଅନ୍ୟ ଏକ କାହାଣୀ। ଏହା ଏକ ପରମାଣୁ ଯୁଦ୍ଧ, ବିଶ୍ୱ ସ୍ତରରେ ଏକ ଉନ୍ନତ ଆଣବିକ ଯୁଦ୍ଧ। ଅଧିକାଂଶ ମାନବ ଜାତି ମରିଯାଇଛନ୍ତି, ନଷ୍ଟ ହୋଇଯାଇଛନ୍ତି। ଯେଉଁମାନେ ବଞ୍ଚିଛନ୍ତି ସେମାନେ ହେଉଛନ୍ତି ଆମର ପୂର୍ବଜ। ସେବେଠାରୁ ଆମେ ବର୍ତ୍ତମାନ 830 କୋଟିରେ ପହଞ୍ଚି ସାରିଛୁ। ମୁଁ ଏହାର ପ୍ରମାଣ ବିଷୟରେ ବିସ୍ତୃତ ବିବରଣୀକୁ ଯିବି ନାହିଁ। ବର୍ତ୍ତମାନ ସେହି ସମାନ ପରିସ୍ଥିତିର ପୁନରାବୃତ୍ତି ହେବାକୁ ଯାଉଛି। ବିଭିନ୍ନ ସ୍ଥାନରେ ଲୋକମାନେ ଧ୍ୱଂସ ହୋଇଯିବେ। ସେମାନେ ମଧ୍ୟାହ୍ନ ଭୋଜନ କରୁଥିବେ ଏବଂ ହଠାତ୍ ଧ୍ୱଂସ ହୋଇଯିବେ। ସେମାନେ ନିଜର ସ୍ତ୍ରୀଙ୍କର ହାତ ଧରି ଚାଲୁଥିବେ ଏବଂ ହଠାତ୍ ଧ୍ୱଂସ ହୋଇଯିବେ। ଏହାର ପ୍ରମାଣ କ'ଣ ଆମ ପାଖରେ ଅଛି କି? ହଁ, ଅଛି। ସେହି ସ୍ଥାନରେ ଯେଉଁଠାରେ ପରମାଣୁ ଜନିତ କିଛି ଅସ୍ତ୍ର ପ୍ରୟୋଗ କରାଯାଇଥିଲା, ସ୍ୱାମୀ ଓ ସ୍ତ୍ରୀ ହାତ ଧରି ଚାଲୁଥିଲେ ଏବଂ ସେମାନେ ହଠାତ୍ ଧ୍ୱଂସ ହୋଇଗଲେ ଏବଂ ସେହିଠାରେ ହିଁ ମୃତ୍ୟୁବରଣ କରିଲେ। ସେମାନଙ୍କର ଶରୀର ଥିଲା, ହାଡ଼ଗୁଡ଼ିକ ମଧ୍ୟ ଥିଲା, କିନ୍ତୁ ସେଠାରେ ତାପମାତ୍ରା ଏତେ ଅଧିକ ଥିଲା ଯେ ଦୁଇ ଜଣଙ୍କର ଶରୀରର ହାଡ଼ଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇଯାଇଥିଲା। ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣଙ୍କର ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଯୋଡ଼ି ହୋଇଯାଇଥିଲା। କେବଳ ବିଶ୍ୱର କିଛି ସ୍ଥାନରେ ନୁହେଁ, ଆମ ଭାରତବର୍ଷରେ ମଧ୍ୟ ଏପରି ହୋଇଥିଲା। ତେଣୁ ଏହାର ପୁନରାବୃତ୍ତି ହେବାକୁ ଯାଉଛି। ମନୁଷ୍ୟ ହେଉଛି ମୂଳତଃ ପାଗଳ। ସତ୍ୟଲୋକରେ ମଧ୍ୟ ଏହା ଆମେ ଏକ ଫଳକରେ ଲେଖିଛୁ ଯେ ମ୍ୟାନ୍ ଇଜ୍ ମ୍ୟାଡ୍। ମନୁଷ୍ୟ ହେଉଛି ଏକ ପାଗଳ ପ୍ରାଣୀ। ସେ ପର୍ଯ୍ୟନ୍ତ ଶୋଇବ ନାହିଁ ଯେ ପର୍ଯ୍ୟନ୍ତ ସେ ନିଜକୁ ଏବଂ ଅନ୍ୟ ସମସ୍ତଙ୍କୁ ଧ୍ୱଂସ ନ କରିଦେବ। ତେଣୁ ଆମେ ଏ ଦିଗରେ ଅଗ୍ରସର ହେଉଛୁ। ଅବଶ୍ୟ କିଛି ଲୋକ କୁହନ୍ତି ଯେ ଏପରି ହେଲେ ଭଲ, କାରଣ ସବୁକିଛି ଶେଷ ହୋଇଯିବା ହିଁ ଭଲ। ଏହା ଲୋକମାନଙ୍କର ନିଜସ୍ୱ ପସନ୍ଦ ଅଟେ। ମାତ୍ର ଗୋଟିଏ ଭଲ କଥା ହେଉଛି ମୃତ୍ୟୁ ଅତି ଶୀଘ୍ର ଖୁବ୍ କମ୍ ସମୟରେ ସମ୍ଭବ ହୋଇପାରିବ। ଆପଣ ଜଳୀୟ ବାଷ୍ପରେ ପରିଣତ ହୋଇଯାଇପାରନ୍ତି। ହଠାତ୍ ଆପଣଙ୍କର ହାଡ଼, ମାଂସ ଆଦି ହଠାତ୍ ଲୁକାୟିତ ହୋଇଯାଇପାରେ। ହାଡ଼ଗୁଡ଼ିକ ଯୋଡ଼ି ହୋଇଯାଇପାରନ୍ତି। ଏ ସମ୍ପର୍କରେ ମୁଁ ଆପଣଙ୍କୁ ଆହୁରି ଅଧିକ ମଧ୍ୟ କହିପାରିବି ଏବଂ ଆପଣ ନିଜେ ମଧ୍ୟ ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିପାରିବେ। କିନ୍ତୁ ଏସବୁ ଆପଣଙ୍କୁ ଭଲ ଲାଗିବ ନାହିଁ। ଏପରି ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ଆମ ପାଖରେ ଅଳ୍ପ କିଛି ଲୋକ ରହିଲେ ମଧ୍ୟ ଆମେ ଘଟଣାର ପ୍ରବାହ ଉପରେ ପ୍ରଭାବ ପକାଇ ପାରିବା। କିନ୍ତୁ ଆପଣମାନେ ପ୍ରତିକ୍ରିୟାଶୀଳ ହେଉନାହାନ୍ତି। ଯଦି କିଛି ଲୋକ ଏଥି ନିମନ୍ତେ ଆଗ୍ରହୀ ହେଉଛନ୍ତି, ତେବେ ଆଉ କିଛି ଲୋକ ଶିକ୍ଷା ଉପଦେଶ ଗୁଡ଼ିକ ଉପରେ ନକାରାତ୍ମକ ଅର୍ଥହୀନ ମନ୍ତବ୍ୟ ଦେଉଛନ୍ତି ଏବଂ ସବୁକିଛି କେବଳ ନଷ୍ଟ କରୁଛନ୍ତି। ତେଣୁ ପ୍ରତିଥର ଏହିପରି କିଛି ଅସୁବିଧା ଆସୁଛି ଏବଂ ସବୁ ଚେଷ୍ଟା ବିଫଳ ହୋଇଯାଉଛି। ତାହା ହେଲେ କିପରି ଆମେ ନିର୍ଦ୍ଧାରିତ ସଂଖ୍ୟାରେ କିପରି ପହଞ୍ଚି ପାରିବୁ? ତେଣୁ ଏହା ହିଁ ହେଉଛି ଆମର ଭବିଷ୍ୟତ। ଅନ୍ୟ ପକ୍ଷରେ ଦେଖିଲେ ଯେଉଁ ସ୍ଥାନରେ ସମ୍ଭବ ହେବ କୌଣସି ପ୍ରକାରରେ କିଛି ଲୋକ ବଞ୍ଚିବେ। 7000 ବର୍ଷ ପୂର୍ବେ ହୋଇଥିବା ଯୁଦ୍ଧରେ ମଧ୍ୟ କିଛି ଲୋକ ବଞ୍ଚି ଯାଇଥିଲେ, ଯେଉଁମାନେ ଆମର ପୂର୍ବଜ ଥିଲେ। ସେହିପରି ଆମେ ଚାହୁଁଛୁ ଆମର ଭକ୍ତମାନେ ବଞ୍ଚି ରୁହନ୍ତୁ।
ଆମର ଇଚ୍ଛା ଗୁଡ଼ିକ ମଧ୍ୟରେ ଏହା ଅନ୍ୟତମ। ମାତ୍ର କିଛି ହଜାର ଲୋକ ବଞ୍ଚି ରହିପାରନ୍ତି ଏବଂ ଏହି ସଂଖ୍ୟା ବିଶ୍ୱ ସ୍ତରରେ ହୋଇପାରେ। ଆମେ ଚାହୁଁଛୁ ଯେ ସେମାନେ ବଞ୍ଚି ରୁହନ୍ତୁ। ପୁଣି ଏହା ମଧ୍ୟ ପୂର୍ବାନୁମାନ କରୁଛୁ ଯେ ଏପରି ହୋଇନପାରେ। ତଥାପି ସେମାନେ ପାତାଳ ଲୋକକୁ ନିକ୍ଷେପିତ ନ ହୁଅନ୍ତୁ। ସେମାନେ ଉଚ୍ଚ ଲୋକକୁ ଯାଆନ୍ତୁ ଏବଂ ଆମ ସହିତ ସେଠାରେ ବାସ କରନ୍ତୁ। ଆମର ଭକ୍ତମାନଙ୍କୁ ଅନ୍ତତଃ ଏହି ସୌଭାଗ୍ୟ ପାଇବାର ଅଛି। ଯଦିବା ସେମାନେ ଏଠାରେ ଧ୍ୱଂସ ହୋଇଯାଇପାରନ୍ତି, ମାତ୍ର ସେମାନେ ଉଚ୍ଚ ଲୋକକୁ ଯିବାର ଅଛି। ଆମେ ଏହା କରିବାକୁ ହିଁ ଚେଷ୍ଟା କରୁଛୁ। ଏ ସମ୍ପର୍କରେ ଆଉ ଅଧିକ ନ କହିବା ଉଚିତ, କାରଣ ଏହା ଲୋକମାନଙ୍କ ଭିତରେ ଭୟ ସୃଷ୍ଟି କରିପାରେ। ନଚେତ୍ ଆମେ ଏଠାରେ ସେ ସମସ୍ତ ପ୍ରମାଣ ଚିତ୍ର ମଧ୍ୟ ଦେଖାଇ ପାରିଥାନ୍ତୁ ଯାହା 7000 ବର୍ଷ ତଳେ ଘଟିଥିଲା। ସେହି ଦମ୍ପତିଙ୍କର ଫଟୋଚିତ୍ର ଦେଖାଇ ପାରିଥାନ୍ତୁ ଯେଉଁମାନଙ୍କର ସମସ୍ତ ହାଡ଼ ଗୁଡ଼ିକ ପରସ୍ପର ସହିତ ସମ୍ପୂର୍ଣ୍ଣ ଭାବରେ ଯୋଡ଼ି ହୋଇଯାଇଥିଲା। ଏହା କୌଣସି କଳ୍ପନା ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ବିଜ୍ଞାନ ସମ୍ମତ ତଥ୍ୟ ଅଟେ। ଏହାକୁ କେହି ମଧ୍ୟ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଚତୁର୍ଦ୍ଦଶ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, କୌଣସି ସ୍ୱ ଇଚ୍ଛା ନାହିଁ। ଏହି ଶିକ୍ଷାର ଦୃଷ୍ଟିକୋଣରୁ ଜଣେ ଜୀବନ୍ମୁକ୍ତ ବ୍ୟକ୍ତି ଏବଂ ଜଣେ ଜୀବନ୍ମୁକ୍ତ ହୋଇନଥିବା ବ୍ୟକ୍ତିଙ୍କର ଅନୁଭୂତି ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି? ଶ୍ରୀ ଭଗବାନଙ୍କ ଉତ୍ତର। ମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କ ନିମନ୍ତେ ସ୍ପଷ୍ଟ ଭାବରେ କହିବାକୁ ହେଲେ ଜୀବନ୍ମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କ ନିମନ୍ତେ କୌଣସି ସ୍ୱ ଇଚ୍ଛା ନଥାଏ। ଏଠାରେ ଆମେ ରମଣ ମହର୍ଷିଙ୍କର ଉଦାହରଣ ନେଇପାରିବା। ସେ ବହୁତ ସ୍ପଷ୍ଟ ଭାବରେ ଜାଣିଥିଲେ ଯେ କୌଣସି ସ୍ୱ ଇଚ୍ଛା ନଥାଏ। ମାତ୍ର ଜୀବନ୍ମୁକ୍ତ ହୋଇନଥିବା ବ୍ୟକ୍ତିମାନଙ୍କ ନିମନ୍ତେ ସ୍ୱ ଇଚ୍ଛା ଥାଏ। କେବଳ ଯଦି ଆପଣ ଜୀବନ୍ମୁକ୍ତ ହୋଇଥାନ୍ତି, ତାହେଲେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ କୌଣସି ସ୍ୱ ଇଚ୍ଛା ନଥାଏ। ଏହା କେବଳ ଜୀବନ୍ମୁକ୍ତ ବ୍ୟକ୍ତିଙ୍କ ପାଇଁ ସମ୍ଭବ। ଯଦି ଆପଣ ଜୀବନ୍ମୁକ୍ତ ନୁହନ୍ତି, ବୌଦ୍ଧିକ ଭାବରେ ଆପଣ ଏହାକୁ ବୁଝିପାରିବେ, ମାତ୍ର ବାସ୍ତବରେ ଦେଖିପାରିବେ ନାହିଁ। କାରଣ ଆପଣ ମାୟାର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। ଆପଣ ନିଜେ ମାୟା ଏବଂ ମାୟାର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। ଆପଣଙ୍କର ଶରୀର ମଧ୍ୟ ଏଥିରେ ସଂଶ୍ଳିଷ୍ଟ। ଶେଷ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଆମର କ'ଣ କେବଳ ଗୋଟିଏ ପୂର୍ବଜନ୍ମ ଥାଏ, ନା ଆମେ ଅନେକ ପୂର୍ବଜନ୍ମର ସମାହାର ଅଟୁ? ଆମ ଭିତରେ ଥିବା ବ୍ୟକ୍ତିତ୍ୱ ଗୁଡ଼ିକ କ'ଣ ଆମର ଅତୀତ ଜୀବନ ସହିତ ଜଡ଼ିତ? ଶ୍ରୀ ଭଗବାନଙ୍କ ଉତ୍ତର। ସୃଷ୍ଟିର ଆରମ୍ଭରୁ ଏହି ଗ୍ରହରେ ଯାହା ବି ରହିଛି, ସେହି ସବୁକିଛି ହେଉଛି ଆପଣଙ୍କର ପୂର୍ବଜନ୍ମ। କଥା ହେଉଛି ସେଥିମଧ୍ୟରୁ କେତେଗୁଡ଼ିଏ ପୂର୍ବଜନ୍ମ ଆପଣଙ୍କ ମଧ୍ୟ ଦେଇ ପ୍ରବାହିତ ହେଉଛି, ନଚେତ୍ ସମଗ୍ର ପୂର୍ବଜନ୍ମ ଅଛି। ସେ ସମସ୍ତ ହେଉଛି ଆପଣଙ୍କର ପୂର୍ବଜନ୍ମ। ତେଣୁ କେବଳ ଆପଣ ହିଁ ହେଉଛନ୍ତି ସେହି ସବୁକିଛି। ମାତ୍ର ବର୍ତ୍ତମାନ ପ୍ରଶ୍ନ ହେଉଛି, ଏହି ଜନ୍ମରେ ସେଥିମଧ୍ୟରୁ କେତୋଟି ପୂର୍ବଜନ୍ମ ଆପଣଙ୍କ ମଧ୍ୟ ଦେଇ ପ୍ରବାହିତ ହେଉଛି? ଆମେମାନେ ଏହି ପୂର୍ବଜନ୍ମ ଗୁଡ଼ିକ ସମ୍ବନ୍ଧରେ ଅନେକ ବର୍ଷ ଧରି କାମ କରି ଆସୁଛୁ। ବହୁତ ଥର ଆମେ ଦେଖୁଛୁ ଲୋକମାନେ, ମୁଖ୍ୟତଃ ପାଶ୍ଚାତ୍ୟ ଲୋକମାନେ କୁହନ୍ତି ଯେ ମୁଁ ହେଉଛି ସେହି ରୋମାନ ସୈନିକ ଯିଏ ଯୀଶୁଖ୍ରୀଷ୍ଟଙ୍କର ଶରୀରରେ କ୍ରୁଶବିଦ୍ଧ କରିଥିଲେ। ସେହି ସମାନ ବ୍ୟକ୍ତି ପୁଣି କୁହନ୍ତି ଯେ ମୁଁ ହେଉଛି ପୋଣ୍ଟିୟସ୍ ପିଲେଟ୍ ଯିଏ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରିବାର ନିର୍ଦ୍ଦେଶ ଦେଇଥିଲେ। ପୁନର୍ବାର ସେହି ବ୍ୟକ୍ତି ହିଁ କୁହନ୍ତି ଯେ ମୁଁ ହେଉଛି ଯୀଶୁଖ୍ରୀଷ୍ଟ ଯାହାଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା। କେବଳ ଜଣେ ବା ଦୁଇ ଜଣ ବ୍ୟକ୍ତି ନୁହନ୍ତି। ସ୍ୱିଡେନ, ନରୱେ, ଡେନମାର୍କ ଆଦିର ଅନେକ ଲୋକମାନଙ୍କ ଉପରେ ଆମେ ପ୍ରକ୍ରିୟା କରିଛୁ। ଏହାର ଆମ ପାଖରେ ଯଥେଷ୍ଟ ତଥ୍ୟଗତ ପ୍ରମାଣ ରହିଛି। ଜଣେ ବ୍ୟକ୍ତି ହିଁ ଏହିସବୁ ହୋଇଥିଲେ ବୋଲି କହିବାର ପ୍ରମାଣ ଅଛି। ଯଦି ଆପଣ ନିରୀକ୍ଷଣ କରିବେ, ତେବେ ଆପଣ ଜାଣିପାରିବେ ଯେ ଏହିସବୁ ବ୍ୟକ୍ତିମାନେ ବହୁତ ଗମ୍ଭୀର ଏବଂ ନିଷ୍କପଟ ବ୍ୟକ୍ତି ଅଟନ୍ତି।
ସେମାନେ ସତ୍ୟ କହିଛନ୍ତି ଅଥବା ମିଥ୍ୟା କହିଛନ୍ତି ତାହାକୁ ପରୀକ୍ଷା କରିବାର ମଧ୍ୟ ଉପାୟ ଅଛି ଏବଂ ସେମାନେ ସମସ୍ତେ ନିରାଟ ସତ୍ୟ ହିଁ କହିଛନ୍ତି। ମାତ୍ର ଏହି ସମସ୍ତ ପରସ୍ପର ସଂଯୁକ୍ତ ବାସନା ଗୁଡ଼ିକ ପ୍ରବାହିତ ହେଉଛନ୍ତି। ସେ ହିଁ ଯୀଶୁଖ୍ରୀଷ୍ଟ, ସେ ସେହି ବ୍ୟକ୍ତି ଯିଏ କ୍ରୁଶବିଦ୍ଧ କରିବାର ନିର୍ଦ୍ଦେଶ ଦେଇଥିଲେ, ସେ ସେହି ସୈନିକ ଯିଏ କ୍ରୁଶବିଦ୍ଧ କରିଥିଲେ। ତେଣୁ ଆପଣ ହେଉଛନ୍ତି ସବୁକିଛି। କିନ୍ତୁ ଆମେ କହିବାକୁ ଭଲ ପାଉ ଯେ ଏସବୁ ମୋର ପୂର୍ବଜନ୍ମ ଗୁଡ଼ିକ, ଏହି ସମସ୍ତ ଜନ୍ମ ଗୁଡ଼ିକ ଆପଣଙ୍କ ମଧ୍ୟ ଦେଇ ପ୍ରବାହିତ ହେଉଛି। ଯେତେବେଳେ ସବୁ ଜନ୍ମ ଯାଇଛି ସେ ସମସ୍ତେ ହେଉଛନ୍ତି ଆପଣ। ବାସ୍ତବରେ ଆପଣ ହେଉଛନ୍ତି ସବୁକିଛି। ଏହି ପୃଥିବୀରେ ଯଦି 830 କୋଟି ଲୋକ ଅଛନ୍ତି, ସେହି ସମସ୍ତେ ହେଉଛନ୍ତି ଆପଣ। ଆପଣ ଭାବନ୍ତି ଯେ ଆପଣ ପୃଥକ୍ ଅଟନ୍ତି, ମାତ୍ର ଏହା କେବଳ ଏକ ମାୟା ଅଟେ। ଏହିପରି ଅନେକ ମାୟା ଅଛି। ଆପଣଙ୍କ ଘରେ ଥିବା ପୋଷା କୁକୁର ହେଉଛନ୍ତି ଆପଣ। ଯଦି ଆପଣ ଛେଳି ଖାଉଛନ୍ତି, ତେବେ ଆପଣ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଛେଳିକୁ ମାରିଲା। ସେହି ଛେଳି ମଧ୍ୟ ହେଉଛନ୍ତି ଆପଣ। ଆପଣ ହିଁ ନିଜକୁ ମାରିଲେ। ଏଠାରେ ଆପଣ ହିଁ କଂସେଇ ଯେ ଛେଳିକୁ ମାରିଲେ, ଯିଏ ତାକୁ ଖାଇଲେ ସେ ମଧ୍ୟ ଆପଣ। ତେଣୁ ଆପଣ ନିଜକୁ ମାରିଲେ ଏବଂ ନିଜକୁ ଖାଇଲେ। ଏହା ହିଁ ପ୍ରକୃତ ସତ୍ୟ। ମାତ୍ର ଯେପର୍ଯ୍ୟନ୍ତ ଆପଣ ଏହାକୁ ହୃଦୟଙ୍ଗମ ନ କରିଛନ୍ତି, ଏହା ଆପଣଙ୍କ ପାଇଁ କେବଳ ଏକ ଭିନ୍ନ କାହାଣୀ ସଦୃଶ। ଯେତେବେଳେ ଆପଣ ଏହାକୁ ବୁଝିପାରନ୍ତି ଓ ହୃଦୟଙ୍ଗମ କରନ୍ତି, ଏହି ସବୁ ଆପଣଙ୍କ ନିମନ୍ତେ ଅତ୍ୟନ୍ତ କଠିନ ହୋଇଯାଏ। ଆପଣ ହେଉଛନ୍ତି ସେହି ପିମ୍ପୁଡ଼ି ଯାହା ଉପରେ ଚଢ଼ି ଆପଣ ତାକୁ ମାରିଦେଲେ। ଆପଣ ନିଜକୁ ମାରିଲେ, ଆପଣ ନିଜକୁ ଖାଇଲେ। ଯଦି ଆପଣ କାହାକୁ ଚାପୁଡ଼ା ମାରିଲେ, ତେବେ ଆପଣ ନିଜକୁ ହିଁ ଚାପୁଡ଼ା ମାରିଲେ। ଆପଣଙ୍କ ବ୍ୟତୀତ ଆଉ କିଛିର ଅସ୍ତିତ୍ୱ ହିଁ ନାହିଁ। ଆପଣ ହିଁ ସେହି ସବୁକିଛି ଯାହା ଅଛି। ଯେତେବେଳେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରନ୍ତି, ସେତେବେଳେ ଆଉ କୌଣସି ନାଟକ ନଥାଏ। ଯେପର୍ଯ୍ୟନ୍ତ ଆପଣ ନିଜକୁ ଅନ୍ୟ ସବୁ କିଛିଠାରୁ ପୃଥକ୍ ବୋଲି ଦେଖନ୍ତି, ସେ ପର୍ଯ୍ୟନ୍ତ କିଛି ନାଟକ ରହିଥାଏ। ଏହାକୁ ଏହିଠାରେ ହିଁ ଶେଷ କରିବା। ସମସ୍ତଙ୍କୁ ବହୁତ ବହୁତ ସ୍ନେହ। ଆମକୁ ମୁକ୍ତିମୋକ୍ଷ କ୍ଲାସ୍ରେ ଏହି ଦିବ୍ୟଜ୍ଞାନ ପ୍ରଦାନ କରିଥିବାରୁ ଆମେ ଜ୍ଞାନ ପ୍ରଦାତା ଶ୍ରୀ ଭଗବାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଓ କୋଟି କୋଟି ଧନ୍ୟବାଦ ଜଣାଉଛୁ।